লোহিতাবা ঘন ধূম্র ভাসমান হইকি আসই প্রয় চক্ষু 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 ভেরি যেপরি রক্তবর্ণর বাদল শূন্য মণ্ডলে ভাসি আসে আজ ইন্দ্রয়িতর রক্ত চন্দন কাষ্ঠ নির্মিত রথটা সেইপরি ভাসি আসে। লঙ্কা ভিতরে আছে না বাহারକୁ বাহারে? নাই নাই লঙ্কা ভিতরে ভিতরে সীমা ভিতরে এইଠି রথ খসা তলু এ খসা রে খসিলা। শুণ আজ্ঞা ইন্দ্রয়িতর ঐন্দ্রজালিক বিদ্যারু বিদ্যারু এ জটাধারী রাম লক্ষ্মণ কেবে খসি পারিবে না। তাহলে কহ এপরি ঐন্দ্রজালিক বিদ্যা মু সৃষ্টি করিবি। কোন করিবা কোন করিবা কুহন্তু? বিনা যুদ্ধরে রাম লক্ষ্মণ ফেরি যাব। আজ্ঞা সেই প্লানটা মতে কহন্তু মু বর্তমান কোন করিবি? আমি বিনা যুদ্ধরে যেମିତି আমি সক্সেস হবা সক্সেস দূত আজ্ঞা মু পাঠ পড়ি যাব। এই নিকটরে হ্যাঁ এই কামরূপী অଛନ୍ତି জানিছো? কামরূপী বলে বিভিন্ন রূপ হইপারথিব। বিভিন্ন রূপ অଛନ୍ତି 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 আজ্ঞা অଛନ୍ତି। তাহলে সেই দুয়ারে নেইকি মোর রথ লগা। সেইটি এ ঘিড়ি ঘিড়ি ডাকিলা ইন্দ্রয়িত তা ভাই না জানিছটি? তা ভাই না তা ভাই না সে যে কামরূপীর ভাই না সিংহনা সিংহনাথ সিংহনাথକୁ ডাকিବ ସେ କାମରୂପୀ ତା ନାଁ ଯଦି ଡାକିବନି। ডাকিলা সিংহনাদ সিংহনাদ କିଏ সিংহনাদ କିଏ তুমি ভাগ্যবান সিংহনাদ। ଆପଣ କିଏ? ମୁଁ ତ ଆପଣଙ୍କୁ ଚିହ୍ନି ପାରୁନି। বীর প্রসু লঙ্কা যে বীর শূন্য ଆପଣ জনে বীর অছ তুমি হ্যাঁ। আউ জনে বীর অছি মু। এহে ଯୁବରାଜ ବାବୁ বাপা কথা ଦେଇଛନ୍ତି ଆଚ୍ଛା 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 କ'ଣ କଥା ଦେଇଛନ୍ତି? রাম লক্ষ্মণଙ୍କର পথাবରୋଧ କରିବା ପାଇଁ। କିଏ ଯିବ? রাম লক্ষ্মণଙ୍କର পথাবରୋଧ କରିବା ପାଇଁ ଆଜି ତୁମେ ହଁ। ହାତର ସେନାପତି ହବ। ହେ ନାଇଁ ଲୋ ବୋପା ହେ ବୋହୁ ହେ ମତେ ତାଙ୍କ କଥା କହନି। ମତେ ଭୀଷଣ ଭୟ। ମୁଁ ଘରୁ ବାହାରିବୁନି ଦୁଆର ଦେଇଯିବି। সিংহনাদ কহিলে যুবরাজ ଆଜ୍ଞା রাম লক্ষ্মণ মোর ভিণটি বিনাশ କରିଛନ୍ତି। କରିଛନ୍ତି ভৌণীটি বিধবা ভৌণী মোর ঘরে ଅଛି সুকাନ୍ତି। ସୁକାନ୍ତି ବିଧବା ଭଉଣୀଟା ଘରେ ଅଛି। ତାକୁ ଭତ୍ତା ମଧ୍ୟ ଏପର୍ଯ୍ୟନ୍ତ ମିଳୁନି। ରାମଙ୍କର ନାମ ଶୁଣିଲେ ମୋର ସର୍ବାଙ୍ଗ ଥରି ଉଠେ କମ୍ପମାନ ହଉଛି ହୃଦକମ୍ପ ସୃଷ୍ଟି ହଉଛି ଗୋପାଲ ମୋର ଝାଡ଼ା ହେଇଯିବ ନାଇଁ ହୋ ବୋହୁ। ଆଉ ଗୋଟେ କାମ କରିପାରିବୁ? ଆଉ ଗୋଟେ କ'ଣ? ଯୁଦ୍ଧକୁ ଯିବାକୁ ହବନି। ଯୁଦ୍ଧକୁ ଯିବେନି? ମୁଁ ରାଜା ହେବି ତୁ ମନ୍ତ୍ରୀ ହବୁ ଭବିଷ୍ୟତରେ। ଯୁବରାଜକୁ ସେଇଟା କ'ଣ କାମ? କୋଉ କାମ? ଯୋଉ ଭଉଣୀ ତୋର ସୁକାନ୍ତି ହଁ। କାମରୂପୀ ହଁ ହଁ ଅଶୋକ ବନକୁ ନେଇ ନେଇ ତାକୁ ସୀତା ରୂପ କରି ଆଣିବେ। ସୀତା ରୂପ କରିକି ଆଣିଲେ କ'ଣ ହବ? ସୀତା ରୂପ କରି ଆଣିଲେ ହଁ ଯୁଦ୍ଧ ଭୂମିକି ଯାଇ ଯୁଦ୍ଧଭୂମି ଯାଇ ରାମ ହାତରେ ରାମ ହାତରେ ତୋ ଭଉଣୀକୁ ମୁଁ ଦାନ କରିଦେବି। ଦାଉରି ଦେବାକୁ ପଡ଼ିବନି? ରାମ ଚିହ୍ନି ପାରିବ ନା। ଚିହ୍ନି ପାରିବନି? ସୀତା ବୋଲି ଭାବି ଅଯୋଧ୍ୟାକୁ ନେଇଯିବ। ସତ ନା କ'ଣ? ଆଁ? ଆଉ କ'ଣ କହୁଛ? ରାମ ହବ ରାଜା ହଁ ତୋ ଭଉଣୀ ହବ ରାଣୀ। ଏଇଟା ସତରେ କାର୍ଯ୍ୟକାରୀ ହବ? ଏପଟେ ଲଙ୍କାରେ ମୁଁ ହେବି ରାଜା। ମୁଁ ତ ହେବି ଆପଣଙ୍କର ମନ୍ତ୍ରୀ ଆଉ କ'ଣ? ଯାଅ ଯାଅ ଆସ ଠିକ ଅଛି। ଭଉଣୀକି ସୀତା ରୂପ କରି ନେଇ ଆସ। ଯୁବରାଜ ବାବୁ ଆପଣଙ୍କ ବୁଦ୍ଧି କି ମାନିବାକୁ ହବ। ଏ ସୁକାନ୍ତି ସୁକାନ୍ତି କଣ କ'ଣ କାହିଁକି ଡାକୁଛ ମା? ତୁ କ'ଣ ଆଇସ୍କ୍ରିମ ଖାଇ ଦେଇଛୁ କି? ନାଇଁ ମା। ତୋ ସ୍ୱର କାହିଁ ଫାଟିଲା? ଏ ଭାଇ ମାଇକିନା ପିଲା ଭଳିଆ କଥା ଭାଇ ଝିଅ ପିଲା ଭଳିଆ କଥା କହୁନୁ। ଏ ଭାଇ ହଁ ମତେ କାହିଁକି ଆଚ୍ଛା ଡାକିଲ? ସିଂହନାଦ ଆଜ୍ଞା ଏଇ ତୋର ଭଉଣୀ ସୁକାନ୍ତି। ହେଇ ନମସ୍କାର ଯୁବରାଜ ନମସ୍କାର ହବ। ଏ ଅଳ୍ପ ବୟସରୁ ତା ସ୍ୱାମୀକି ରାମ ମାରିଦେଲା। ଦେଖୁନ ପିଲା ଭଉଣୀଟା ମୋର ବିଧବା ହେଇକି ରାଣ୍ଡ ହେଇକି ବୁଲୁଛି। ସୁକାନ୍ତିଲ ବିଧବା ଭଉଣୀଟିଏ ଯଦି ଘରେ ରହେ ତାହେଲେ ଭାଇ ଚିନ୍ତା ସାଗରରେ ବୁଡ଼ିଯାଏ। ମୋର ପରା ଖାଲି ଧକ୍କ ପେଲୁଛି। ଭଉଣୀ ଭାଇ ଗୋଟିଏ କଥା ମାନିବୁ। କଣ ଭାଇ? ଅଶୋକ ବନକୁ ଯାଇ ହଁ ସୀତାଙ୍କୁ ଦେଖି ହଁ। ସୀତା ରୂପ ହେଇ ଆସିଲେ ଆଚ୍ଛା ମୁଁ ଭାଇ। ତୋତେ ରାମଙ୍କ ହାତରେ ଅର୍ପଣ କରି ସତ୍ୟ ଭାଇ। ରାମଙ୍କ ସାଙ୍ଗରେ ଯାଇ ତୁ ଅଯୋଧ୍ୟାରେ ମହାରାଣୀ ହେବୁ। ହଁ ଆଁ? ହଁ ଯଦି ସ୍ୱାମୀ ହନ୍ତାର ପ୍ରତିଶୋଧ ନେବାକୁ ଚାହୁ ଭାଇ। ରାମର ଶୟନ କକ୍ଷରେ ରାମ ବକ୍ଷରେ ଛୁରା ବିଦ୍ଧ କରି ଲଙ୍କାକୁ ଫେରି ଆସିବୁ। ହଁ ଭାଇ ମୁଁ ଯାଉଛି। ନାଇଁ ରହିବୁ ଅଯୋଧ୍ୟାର ରାଣୀ ହେଇ ରହିବୁ। ନାଇଁ ଯୁବରାଜ ବାବୁ ସେ ଛୁରା ମାରିବନି। ସେଠି ସେ ରାଣୀ ହେଇକି ରହିବ। ଆପଣ ଏଠି ରାଜା ରାଜା ହେବେ ମୁଁ ଆପଣଙ୍କର ମନ୍ତ୍ରୀ ହେବି। ଆମେ ରହିବା ଏ ଦୋଳ ପୂର୍ଣ୍ଣିମାକୁ ନିଶ୍ଚୟ ମୁଢି ମୁଆ ନେଇକି ସତରେ ଘରକୁ ମୁଁ ନିଶ୍ଚିତ ଯିବି। ଯା ସେଇଆ କରିବି। ଯା ଯା ସୀତା ରୂପ ହେଇକି ଆସେ ଯା।
ଲଙ୍କାପୁରର ଅଶୋକ କାନନକୁ ଯାଇ ସୀତା ରୂପ ହେଇ ଆସିଲା हे ସୁକାନ୍ତ। ଦେଖିଲ ଦେଖି ଦେଖି ଏ ତୁ ଆଗ ମତେ ଦେଖା ମୁଁ ଥୋଟା ବିଦ୍ୟୁତ ଜୁହକୁ ପ୍ରୟାଗ ତୀର୍ଥେ ରାହି ପୁରାଣରେ ଅଛି। ବିଦ୍ୟୁତ ଜୁହ ପ୍ରୟାଗ ତୀର୍ଥରେ ଝାସ ଦେଇ ସୀତା ରୂପ ହେଇକି ଆସିଲା। ସେ ଯାହା ହଉ ପରେ ଯୁବରାଜ ବାବୁ ସୀତା ହେଇ ଆସିଲା ପରେ ଦେଖନ୍ତୁ ଦେଖନ୍ତୁ ସିଂହନାଦ ଆଜ୍ଞା ଭଉଣୀ ଆଣିକି ଆସୁ ଆସିଲେ ଖରାକୁ ଠିଆ ହଉନି ବୁଲିକି ସିଂହନାଦ ଆଜ୍ଞା ସାକ୍ଷାତ ଜନକ ନନ୍ଦିନୀ ରେ ଜନକ ନନ୍ଦିନୀ ପାଇବେନି ପାଇବେନି ସୁକାନ୍ତି ଭାଇ ସୁକାନ୍ତି ଭାଇ ମନେ ରଖେ କଣ ମୁଁ ତୋତେ ନେଇଯିବି ଯୁଦ୍ଧ ଭୂମି ଆଚ୍ଛା ଯେତେବେଳେ ମାରିବାର ଶତ ଧମକ ତୋତେ ଦେବି ହଁ। ତୋ କେଶାକର୍ଷଣ କରି ଆଚ୍ଛା। ମାରିବାର ଧମକ ଦେବି ହଁ ତୁ ସେତିକି ବେଳେ ହଁ ଭାଇ ରାମ ଗୁଣକୁ ଗୁଣିକିରି କାନ୍ଦିବୁ କାନ୍ଦିବି ସେମାନେ ପାଖକୁ ଆସିବେ ହଁ ଭାଇ ପାଖକୁ ଆସିଲେ ମୁଁ ତାଙ୍କ ହାତରେ ତୋତେ ଅର୍ପଣ କରିବି। ହଁ କାନ୍ଦିବି ହେ ଯୁବରାଜ ଯାହା କହୁଛନ୍ତି ହଁ। ମନେ ରଖେ ମନେ ରଖିଛି। ଯଦି ମନ ନ ରହୁଛି ହଁ। ମୁଁ ଗୋଟେ ସିଲଟ ଦଉଛି ସେଥିରେ ଲେଖିଦିଏ ମଲା ମଲା। ଯେତେବେଳେ ଯାହା କରିବା କଥା ସାଙ୍ଗେ ସାଙ୍ଗେ କରିବୁ ଆଚ୍ଛା। ନହେଲେ ଆମ କାର୍ଯ୍ୟ ସବୁ ବିଫଳ ହେଇଯିବ ଠିକ ଅଛି ଯା ସିଂହନାଦ ଆଜ୍ଞା। ଚଢେଇଲେ ରଥ ଉପରେ। এইটা হচ্ছে রথ ইয়ার উপরে চড়ে বাঁধিদেবি ରଣପ୍ରାଙ୍ଗଣରେ ଯେତେବେଳେ ପହଞ୍ଚିଲା ଧରିଲା ଇନ୍ଦ୍ରଜିତ ସୁକାନ୍ତର କେଶ ସୀତେ ରକ୍ଷାଡ଼ି এবার তোর মৃত্যু অনিবার্য ধারী পৃষ্ঠ দেশে খড়গ সাংকেতিকে ডাকই উচ্চারু রে ভোলা ডাকই উচ্চারু পিপিলিকা দল পার যোগী রথ ডাকিনি মুখর পৃষ্ঠ দেশকু ভাঙ্গি দেই হ্যাঁ গ্রীବାକୁ ଭାଙ୍ଗି ହଁ। ସୁକାନ୍ତି ତଳକୁ ମୁଖ କରିଛି ଏଡେ ଇନ୍ଦ୍ରଜିତ ଡାକିଲା କହିଲା ରେ ପିପିଲିକା ଦଳ ରେ ପିମ୍ପୁଡି ପଲ୍ଲ ରେ ଭଲୁକ ମାର୍କଟ ଯଦି ତୁମ ଦେହରେ ଶକ୍ତି ଅଛି ଏ ଢାଙ୍କିନି ସୀତାକୁ ମୋ ହାତରୁ ରକ୍ଷା କର ମୋ ହାତରୁ ରକ୍ଷା କର ସୀତେ ଏତେବେଳେ ପ୍ରଦାନ କର କାନ୍ଦି ଉଠିଲା ମାୟା ସୀତା କାଇଁ ଛାଡ଼ି ଚାଲି ଗଲା ମରକ ନାତ ହେ ମରକ ନାତ କାଇଁ ଛାଡ଼ି ସ୍ୱାମୀ ନା চিহ্ন চিহ্ন লঙ্কা পোড়া এই কি সে সীতা ভাল করে চিনি দেখো এই কোন তোর সেই জনক নন্দিনী জানো কি ভাল করে চিনি দেখো কাহি পঞ্চবটী কাহি মাল্যবন্ত গিরি রে মাল্যবন্ত গিরি রে মাল্যবন্ত গিরি সমুদ্র বেষ্টিত কাহি লঙ্কা নগরী রে লঙ্কা নগরী রে লঙ্কা নগরী কাহি পঞ্চবটী কাহি মাল্যবন্ত চূড়া সমস্ত কেন্দ্র করি এ পিসাচি মারিছি মারিচ শেষ শ্বাস তেলিছি জটায়ু দণ্ডকে কিষ্কিন্না কেশরী ভারি আচরিছি মহাসন্ধ্যা আততায়ী রাঘব কার্মুকে সবু ব্যর্থ বাজি এক সমাধানে চাহু চাহু দত্ত ক্রমশ ধরিছে সীতা দিবু চমস্তক কাটিলা পাতকি
অপেক্ষা নকরি বীর ইন্দ্রিত মায়া সীতার শিরକୁ ছেদন কর শিরচ্ছেদন করিদেলা প্রভু ফিঙ্গিদেলা ভলুক মর্কট ମାନଙ୍କ ମଧ୍ୟକୁ ଯେତେବେଳେ ଭଲୁକ ମର୍କଟ ସମସ୍ତେ ରୁଣ୍ଡ ହେଇଗଲେ କେହି ଚିହ୍ନି ନାହାନ୍ତି ମାଙ୍କୁ କେବଳ ତାଙ୍କ ଭିତରେ ଜଣେ ଚିହ୍ନିଛି ସେ ହେଉଛନ୍ତି ପବନ ପୁତ୍ର ବୀର ହନୁମାନ ପହଞ୍ଚିଲେ ହନୁମାନଙ୍କ ପାଖରେ କହିଲେ ଅତୁଳିତ ବଳଧାମ ହେମ ଶୈଲାଭ ଦେହ ଦନୁଜବନ କୃଷାଣୁ ଜ୍ଞାନୀ ନାମ ସକଳ ଗୁଣ ନିଧାନ ବାନରାଣ ନରେଶଂ ରଘୁପତି ପ୍ରିୟ ଭଗତଂ ଭାତ ଜାତଂ ନମାମି ସମସ୍ତେ ମହାବୀର ହନୁମାନଙ୍କ ପାଖରେ ନିବେଦନ ହରିମାନେ ଆସିବାର ଅଭିପ୍ରାୟ କାହିଁକି ଆସିଲ ମୋ ନିକଟକୁ ବୀର ଇନ୍ଦ୍ରଜିତ ମହାଜାନକୀଙ୍କର ଶିରଚ୍ଛେଦନ କରି ଚାଲି ଯାଇଛି ତ এই তুমি দেখো এই কোন সেই জনকনন্দিনী জানকী আরে ভাই ভালো করে দেখো আরে ମୁଁ ଦେଖି ସାରିଲାଣି ମୁଁ ପ୍ରଥମରୁ ଦେଖି ଆସୁଛି ଜନକ ନନ୍ଦିନୀ ମାଙ୍କ ବ୍ୟତୀତ ଏ ଶୀର୍ଣ୍ଣ ଝିର ଆଉ କାହାର ନୁହେଁ হনুমান ଭାଇ তুমি যাও ভগবান রামকে এ দুঃসম্বাদ শুনাই দেব ଏ କଥା ମୁଁ ପ୍ରଭୁଙ୍କୁ କହିବି কান্দি কান্দি বীর হনুমান যাଉଛନ୍ତି ହଁ ভগবান মর্যাদা পুরুষোত্তম রাম চাহিদেলে বলে আরে হনু আখিরে লুহ হনু আজ বড় কান্দুছে হনু ହନୁମାନ ଯାଇଥାନ୍ତେ ଯେ ରସୁଟା ଅଲଗା ହେଇଯିବ ନା হনু বড় হয়েছে ପ୍ରଭୁ কান্দুଛୁ ପ୍ରଭୁ ଶେଷ ହୋଇଗଲା ଆମର କଥା ସବୁ ଶେଷ ହୋଇଗଲା ବୃଥା ଏ ଜାଗାକୁ ଆସିବା ଆମର ବୃଥା ହେଇଗଲା বড় হয়েছে হনুমান হে প্রভু বড় হয়েছে মা জানকীঙ্কর শীর্ণ ছির রণক্ষেত্রে পড়িছি হে দুষ্ট ইন্দ্রজিত সে মাকে ছেদন করি প্রাঙ্গণরে ছিন্ন মস্তক পকাই দেই সে চালি যাইছি সীতা মোরাও নাহি হে সীতা মা মতে সে জায়গাକୁ নেই পারিবু হে মো মা না মতে দেখাই পারিবু আসন্তু প্রভু মো নিকটরে আসন্তু যেতেবেলে পরম ব্রহ্ম রাম দেখি যাইছন্তি মায়া সীতার ছেন্ন শির দৃষ্টা মায়া জনগত নয়া চেতন রামচন্দ্র সঙ্গে সুরসী নগির নিত্য রোদতী পুনরনুজনী চেতনা প্রাপ্য রাম সঙ্গে সুরসী নগিরম ব্যাহরণ নিত্য রোদতী মায়া জনকত নয়া মায়া সীতাঙ্কর ছেন্ন শিরକୁ দেখি পরম ব্রহ্ম রাম সঙ্গে সঙ্গে ভূমিরে লুটি পড়িলে সংজ্ঞা হত হইগলা পর মুহূর্তরে সংজ্ঞা আসিলা প্রভু কইলে হনুমান প্রভু মা চালি গলে আপন যদি এ ভড়ি হবে আমি কোন করিবু প্রভু সীতা চিন্তা সরিতে ভরসাই দেখি ধৈর্য ধরি পারলে নাই নাই কহিলে হলু রে
प्रभु हलो प्रभु शुणिमु प्रभु कौन आउ सुनिबी जस्यामि काल सदनं सहजान कया कया मु आउ बंचिबि प्रभु आपण सीता जते बेले चली गले आउ कोड राम बंची पारे हे प्रभु मां चली गले आपण चली जिवे आमे कुआडे जिवु प्रभु राम प्राण सीतामय सीता प्राण राममय मय हैं? मय सीता चली गला आउ बंचिबि नाय आपण बंचिबे नी जस्यामि काल सदनं सहजान कया दास्यन्ति वानर चमू पतये स्वदेशा दास्यन्ति मित्र विदुखा किष्किन्धा प्रदेश हन्ति नास्ति गतिरेव विभीषणस्य मु जेतेबेले चली जिबि जीवी मो पछरे तुमे माने सब सहाय्य करिबा को आसीथिलु विचार करिवो प्रभु तो गले चली गले आउ ए तुछा जंगल रे हमें काई रहिबु हनुमान नळ नीळ सुषेण तुमे सब चली जिवु निज निज देश देशकु चली जिवु हां देशकु चली मित्रा विजास्यति दुखा किष्किन्धा प्रदेशा मित्र मोर सुग्रीव से विचार करिवे सखा तो चली गले मित्र चली गले आ काई ठार रहिबी से किष्किन्धा को चली जीव हा हन्ति नास्ति गतिरेव विभीषण क्षणस्य विभीषण को गति नाही कि मुक्ति नाही भाई की छाड़िला मोर शरण पसिथिला मु ताको अभय दैथिली तुमको लंका रे राजा करिबी हे लंकाधीप मु ताको लंकाधीप बोली विभीषण को संबोधन करे मु मरि जीवा परे तुमे माने चली जीवा परे रावण आसी विभीषण ऊपर दाउ साधिब हा हन्ति नास्ति गतिरेव विभीषण क्षणस्य अनुरे आज्ञा आउ मोर दुख नाही रे शिव भरत भाई 14 वर्ष दिने भरिले अयोध्या हरिब संसार भई भरत भाई हरिब संसार भई प्रभु कहिले विभीषण ऊपर दाउ साधिला पर आउ गोटी अवस्था सृष्टि हवा मु चली जीवी सीतांग पछरे तुमे माने चली जीव भरत मोर आ बंचिब आसिला बेले भरत कहिथिला कहला प्रभु चतुर्दश सामत्तम जदि नाया शिराघव सत्य सत्य वदामि अग्नौ प्रेक्षामि कलेवर 14 वर्ष गोटे मुहूर्त जदि बड़ी पड़े ताले मो चरण पादुका छुई शपथ करुछि प्रभु आपण का करे अग्नि जाई से अग्नि भितरे मु झास देबी मु मरिबी सीता मला तुमे माने फेरी जीव निज निज जागा को फेरी जीव दाउ साधिब विभीषण ऊपर रावण अपेक्षा करिवो भरत 14 वर्ष परे अग्नि जाई मरिबो अयोध्या सुनसान भूमि रे परिणत हेइ जीव मोथे कथाटा बड़ दुख लागुछि हनु निश्चित दुख लागिवो प्रभु कांदु छंदी परम ब्रह्म राम हे की अतिथि बेले अरे समय विभीषण आशी कोला दर सोनारे भरा आशी कोला दर सोना के विचार रघुराया विभीषण पहुंचले कहले प्रभु आपण कांदु छंदी कांदिनी आपण कांदु छंदी विभीषण एबे इंद्रहित जाई निकुमिला मुळे रही रे भला निकुमिला मुळे रही पालर मंत्र आहुति विहुति हे बाबू विश्वमी गई एबे इंद्रहित जाई निकुमिला पर्वत रे बसी वैश्वानर मंत्र द्वारा आहुति दउछि हे नारायण हे प्रभु राम जदि आपण कांदिबे जदि से यज्ञ रथ जात हे रघुनाथ हे बाबा जात हे रघुनाथ नहीं रे केही समर्थ हे प्रभु
ହଁ যদি সে যজ্ঞ কুণ্ডর ইন্দ্রজিতর দিব্য রথ বাহারিব କଣ ହବ দেবদল রথ বাহারিব ବାହାରିଲେ কোটি রাম কোটি লক্ষণ কোটি কোটি হনুমান হেলে মধ্য ইন্দ্রজিতর কেশ স্পর্শ করি পারিবেনি ନା বর্তমান সংকট সময় ହଁ ହଁ এ সময় ধৈর্য ন রাখি আপন কান্দুছন্তি প্রভু ଆଉ କାନ୍ଦିବିନି କାହା ପାଇଁ ଧୈର୍ଯ୍ୟ ରଖିବି রাম ভগবান কহিলে কহিলে বিভীষণ ବିଭୀଷଣରେ তুমি কোন মতে তাৎসল্য করুছ ନାଇଁ ତାତ୍ସଲ୍ୟ ନାଇଁ ପ୍ରଭୁ ମୁଁ ତାତ୍ସଲ୍ୟ କରୁନି ମୁଁ ଯାହା କହୁଛି ନିରାଟ ସତ୍ୟ କଥା କହୁଛି যাহা পাই লঙ্কা যুদ্ধ দেখ তার শিরচ্ছেদরে ভঙ্গা দেখ তার শিরচ্ছেদ মারি পড়াইছে কপিষ্ঠ দৈত্য লঞ্চিত ସବୁ বিষাদ যাহা পাই মো লঙ্কায় যুদ্ধ করিথাନ୍ତି বাস যাহা পাই দৈত মানুষକୁ মারি দৈতণକୁ বিধান সাদেইଥାନ୍ତି ଦେଇଥାନ୍ତି সে সীতা তো চালিগলা ହଁ ହଁ ମୋର ପ୍ରଣୟିନୀ ସୀତା ତ ପଳେଇଲା ଆଉ ଅଯଥା ଦୈତଙ୍କୁ ମାରି ଦୈତୁଣୀ ମାନଙ୍କୁ ରାଣ୍ଡ କରିବି କାହିଁକି ପ୍ରଭୁ ମୁଁ ସେଇଥିପାଇଁ ହଁ ବିମର୍ଷ ହେଇଯାଇଛି ବିମର୍ଷ ହେଇଯାଇଛନ୍ତି ପ୍ରଭୁ ବିଭୀଷଣ କହି ଆପଣ କଣ ପାଗଳ ହେଇଛନ୍ତି ପ୍ରଭୁ କଣ ହେଇଛି କଣ ହେଉଛି ଆପଣ ଜାଣିପାରୁନାହାନ୍ତି ନା ଏ ଆପଣ ଯାହା ପାଇଁ କ୍ରନ୍ଦନ କରୁଛନ୍ତି ତା କଥା ଚିନ୍ତା କରୁଛନ୍ତି କଣ ସେ ପ୍ରକୃତରେ ସୀତା ପ୍ରକୃତ ବୋଲି ସେ କଣ ଇଏ କଣ ସୀତା ନୁହେଁ ସିଏ ସୀତାଙ୍କର ଛିନ୍ନ ମସ୍ତକ ନୁହେଁ ପ୍ରଭୁ ଇଏ ହଉଛି ମାୟା 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 ତମେ କିପରି ଜାଣିଲ ମୁଁ କହୁଛି ଶୁଣୁନାହାନ୍ତି ହଁ ମୁଁ କହୁଛି କହିଲା ବିଭୀଷଣ କହିଲା ଝିଅ ତ୍ରିଜଟା ମୋ କାନରେ କହିଦେଇ ଗଲା ମାୟା ସୀତାକୁ ନେଇ ଇନ୍ଦ୍ରଜିତ ଛେଦନ କରିଛି ରାବଣ ପ୍ରାଙ୍ଗଣରେ ହଁ ହଁ ଏ କଥା ଶୁଣିକିରି ମୁଁ ଦୌଡ଼ି ଆସିଛି ଠାକୁର କହିଲା ମୋ ଝିଅ କହିଛି ପରା ତ୍ରିଜଟା ରାମ ଭଗବାନ ଦେଖିଲେ ହଁ କହିଲେ ମୁଁ ଏ କଥାରେ ସତ୍ୟତା ନା ସତ୍ୟତା ହଉନି ମାନୁନାହାନ୍ତି ମୁଁ ଦେଖିବି ପରୀକ୍ଷା କରୁନାହାନ୍ତି ହଁ। ପରୀକ୍ଷା କରୁନାହାନ୍ତି ପ୍ରକୃତରେ ସୀତାଙ୍କର ମୁଖରେ ଆଗରୁ କଣ ଥିଲା ଏବେ କଣ ଅଛି ତାକୁ ପରୀକ୍ଷା କରୁନାହାନ୍ତି ବାସର କରେ ଅବନି সম্রাট ভঞ্জ বাসর করে অবনি সভি বাসর করে অবনি সভি বসি তুমি ফিরে মৃগা নাভি বসি তুমি ফিরে মৃগা নাভি বড়রে অবাকি বড় অর্থ মৃগনাভি কস্তুরী আজ্ঞা জগিকিরি মা জানকী বসিଥିଲେ বসিଥିଲେ শুখৌଥିଲେ খরারে আচ্ছা 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 বাসর করে সূর্য কিরণরে মৃগনাভি কস্তুরীকে শুখৌଥିଲେ এতিকি বেলে গোটা কাক আসি মাଙ୍କ অধরে চঞ্চুঘাত কলা কলা ধর্মর রাম দেখুଛନ୍ତି হ্যাঁ হ্যাঁ অধরে চঞ্চুঘাত চিহ্ন নাই ক্ষত চিহ্ন ଅଛି বলে বিভীষণ আজ্ঞା ক্ষত চিহ্ন নাই নাহিଁଟି বাম গণ্ডে থিলা তিল চিহ্ন বাম গণ্ডে ଥିଲା তিল চিহ্ନ নাহি সহি চিহ্ন বিদ্যমানা নাহি সেই চিহ্ন বিদ্যমানা বাম গণ্ডরে মো জানকীর ହଁ তিল চিহ্ন থিলা হ্যাঁ কলা যাই চিহ্নটিয়ে থিলা କଳା ଯାଇ কাছে চিহ্ন তো দিশুনি ନାଇଁ না না বাস্তবরে আপন যাহা কହୁଛନ୍ତି তা সত্য ଏ କଳା ଯାଇ ଚିହ୍ନଟା এ হচ্ছে আসুরিক মায়া ମାୟା আসুরিক মায়া ମାୟା আরে নল নল, নীল নীল, দানব সুষেণ ଏ হনুমান ଏ ବେଲାଣି ହେଇଯା ବାହାରି ପଡ ଯିବାନିକୁ ମେଳାକୁ ଇନ୍ଦ୍ରଜିତ ସହିତ ଯୁଦ୍ଧ କରି ସମସ୍ତେ ଏ ବେଲାଣି ହେଇଯା ବର୍ତ୍ତମାନ ନଦୀକୁ ମିଳା ଯଜ୍ଞ ନିକଟକୁ ଚାଲ ଏ ଜାଗାକୁ ଓହ୍ଲାଇ ପାରିବନି ପ୍ରଭୁ ପାରିବନି ପାରିବନି ଏମିତି ଉଶୃଙ୍ଖଳ ଭାବରେ ଗଲେ ଇନ୍ଦ୍ରଜିତକୁ କିଛି କରିପାରିବ ଆଉ କଣ ହେଲା ଇନ୍ଦ୍ରଜିତ ସାଧାରଣ ନୁହେଁ ସାଧାରଣ ନୁହେଁ। ସିଏ ଆଉ କଣ ସେ ଏକ ପରମ ବୈଜ୍ଞାନିକ ବୈଜ୍ଞାନିକ କଣ କରିଛି ସେ କୌଣସି ଗଛ ମୂଳେ ବସି ଯଜ୍ଞ କରୁନି ଆଉ କୋଉଠି ବସିଛି ଆପଣ ଲୁଚିକିରି ବାଳିକି ମାରିଲା ଭଳିଆ ତାକୁ ମାରିଦେବେ ଆଉ ସେ କୋଉଠି ବସିଛି ମୁଁ ତା କହିପାରିବି କହିପାରିବି କେବଳ ଜାଣିଛି ଶୁଣିଛି କଣ କଣ କିନ୍ତୁ ଶୁଣିଛ ପ୍ରକୃତ ଭେଦ ମୁଁ ଦେଖି ନାହିଁ ଜାଣି ନାହିଁ ଆଚ୍ଛା କଣ ଜାଣିଛ ନିକୁମିଳା ପର୍ବତ ଉପରେ ଉପରେ ଅନେକ ବଟ ବୃକ୍ଷ ଅଛି ଅନେକ ଅନେକ
ଅନେକ ବଟ ବୃକ୍ଷ ଅନେକ ବଟ ବୃକ୍ଷ ଆଚ୍ଛା ତାପରେ କୌଣସି ଗୋଟିଏ ବଟ ବୃକ୍ଷ ମୂଳରେ ଆଚ୍ଛା ଆଚ୍ଛା ଗୋଟେ ଗହ୍ୱର ଅଛି ଗୋଟେ ଗାତ ଆଚ୍ଛା ତାପରେ ସେ ଗହ୍ୱର ଦେଇ ହଁ ଭିତରକୁ ଯିବାକୁ ହବ ଭିତରକୁ ରୁନ୍ଧି ଭିତରକୁ ଗଲେ ହଁ ହଁ ପ୍ରଥମ ଦୁଆରେ ଜଗିଛନ୍ତି ମା ଛିନ୍ନମସ୍ତା ସେ ଭିତରେ ଦୁଆର ଅଛି ଦେବୀ ଛିନ୍ନମସ୍ତା ହଁ ହଁ ଜଗିଛନ୍ତି କାଳୀ ତାରା ମହାବିଦ୍ୟା ଷୋଡ଼ଶୀ ଭୁବନେଶ୍ୱରୀ ବଗଳା ଛିନ୍ନମସ୍ତା ଛିନ୍ନମସ୍ତା ମାଙ୍କର ଛିନ୍ନମସ୍ତା ଅବତାର ବାପା ଲୋ, ସେଇଠି ଜଗିଛି ସେ ଦୁଆର କାହାକୁ ଛାଡ଼ିଦବନି ପିଇଦବ ରକ୍ତ ରକ୍ତ ପିଇଦବ ସେ କାହାକୁ ଛାଡ଼ିବନି। ଏମିତି ଦୁର୍ଭେଦ୍ୟ ହଁ ଦୁର୍ଗ ଭିତରେ ବେଶ ଯଜ୍ଞ କରୁଛି ଇନ୍ଦ୍ରଜିତ ତାହେଲେ ସରିଗଲା ଏହାକୁ ଭେଦ କରିବାକୁ ପଡ଼ିବ। ଭେଦ କରିବାକୁ ପଡ଼ିବ ନା ଦ୍ୱିତୀୟତଃ କଣ ଇନ୍ଦ୍ରଜିତକୁ ମାରିବା ପାଇଁ ଆପଣଙ୍କ ଭିତରେ କାହା ପାଖରେ ଶକ୍ତି ନାହିଁ ଶକ୍ତି ନାହିଁ କି ନାହିଁ କାହିଁ ଆମେ ତ ସବୁ ଖାଇ ପିଇକି ଟାକୁ ଖାଇକି ଆଇଛୁ ଆଜି ମଟନ ଖାଇଛୁ ଆଜି ମଟନ ହଁ ମାରିଦବୁ ତାଙ୍କୁ କାହାକୁ ରଖିବୁନି ଜଣକୁ ରଖିବୁନି ଖାଲି ସାରଙ୍କୁ ଛାଡ଼ିକି ଆଉ ବଦ୍ଧ କରିଦବୁ ଗୋଧି ବାଡିଆ ହଁ। ଏ ପୁଅ ଆଜ୍ଞା ଶୁଣ କଣ କହୁ ବିଭୀଷଣ କହିଲେ ହଁ କହିଲେ ଯିଏ 12 ବର୍ଷ ଖାଇନଥିବ ଖାଇନଥିବ 12 ବର୍ଷ ଶୋଇନଥିବ ନଥିବ 12 ବର୍ଷ ମୈଥୁନ କରିନଥିବ ନଥିବ ତାରି ହାତରେ ଇନ୍ଦ୍ରଜିତ ମରିବ ବସିବ ଆପଣଙ୍କ ଭିତରେ କିଏ ଅଛ କିଏ ଅଛନ୍ତି ପରମ ବ୍ରହ୍ମ ରାମ ହାତ ଯୋଡ଼ିଦେଲେ କହିଲେ ବଞ୍ଚିଛି କେ କାହିଁ ଜଗତେ ନର ସମାଜେ ରହି ସମାଜେ ଦିନେ ନୁହେଁ 12 ବରଷ ରସନା ଦେହ ପରମ ବ୍ରହ୍ମ ରାମ କହୁଛନ୍ତି କହିଲେ ଦିନେ ନୁହଁ 2 ଦିନ ନୁହେଁ 12 ବର୍ଷ ପର୍ଯ୍ୟନ୍ତ ନ ଖାଇ ନ ଶୋଇ ଏପରି ଲୋକ କିଏ ହାତ ଦେରିକେ ଇଏ ଅସମ୍ଭବ ସମ୍ଭବ ହବ ନାହିଁ ଇନ୍ଦ୍ରଜିତକୁ ଆମେ ମାରିପାରିବା ନାହିଁ ଖେଳିଗଲା ବିମର୍ଷର ଛାୟା ଆରେ ଦେହ ଦିନ ଖାଇଲେ ମୁଁ ଯଦି ନ ଖାଉଛି ମୋର ଝାଡା ହେଇଯାଉଛି ଏତେ ଦିନ କିଏ ରହିବ କେହି ନାହାନ୍ତି ସେତିକି ବେଳେ ଠିଆ ହେଲେ ପଛ ଭାଗରେ ବସିଥିଲେ କିଏ ଜଣେ ବୀରପୁଙ୍ଗ ଶିବିର କିଏ ବୋଲନ୍ତି ଲକ୍ଷଣ ଯୋଡ଼ି ପାଣି ଆଦେଶ ସେ ରାବଣୀ ଆଦେଶ ରାବଣୀ ଆଦେଶ ଭକ୍ତ ତରୁଣ ରକ୍ତ ଲକ୍ଷଣଙ୍କର ତାତି ଉଠିଲା ହାତ ଯୋଡ଼ି ଦେଲେ ରଘୁନାଥଙ୍କ ପାଦ ତଳେ କହିଲେ ପ୍ରଭୁ 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 ହଁ ନାହିଁ ମୋର ବ୍ରତ ତେଜିଛି ପ୍ରଭୁ ହେ ଉପବାସ ମୁଁ କିଛି ସେମିତି କରିନି ନାଇଁ କିନ୍ତୁ 12 ବର୍ଷ ହେଲା ମୁଁ ଖାଇନି ଶୋଇନି ଲକ୍ଷ୍ମଣ ଲକ୍ଷ୍ମଣ ରାମ ଭଗବାନ କହିଲେ କହିଲେ ଲକ୍ଷ୍ମଣ अरे बड़ भाई आगे ये बड़ो भाई आगोरे मिछा बहु सुमित्रंक बाछा बहु सुमित्रंक बाछा राम भगवान कहले कहले लक्ष्मण रे प्रभु तू एडे मिछ कहबो बोले मु केबे भाबी न प्रभु मु मिछुआ मिछानो मिछ मु कहूची मिछानो प्रभु मु 12 वर्ष खाइनी 12 वर्ष सोइनी 12 वर्ष मैथुन करूनी सत्य सत्य त्रिवार सत्य लक्ष्मण आज्ञा जो फल तुमे आनो हां से फल जो आनो खाइबा पई हां हां तीन भाग मु कर दिए हां आपण तीन भाग कर दियंती मा सीता नियो मां खाए सीता तुम भाग तुमको दिए हां खाइन बोली कोन कहू लक्ष्मण कहले प्रभु प्रभु भाग नहीं मो भाग पानु नहीं नहीं तू जति त खाइ दे तू होइनी आदेश केउ दिन आदेश को करी थाए ध्यान आदेश को करी थाए ध्यान आदेश को करी थाए ध्यान जेते बेले आपण तीन भाग करि दियंती ना भागुटिए दियंती मा
ସୀତାଙ୍କୁ ଜାନକୀ କହନ୍ତି ମା ସୀତେ ଏ ଗଣ୍ଡିକ ତୁମେ ଖାଅ ଖାଇଦିଅ ସୀତା ନେଇ ଖାଅ ଖାଆନ୍ତି ଆପଣ ଗୋଟେ ଭାଗ ଖାଅ ନେଇକି ନିଜେ ମୋତେ ଯୋଉ ଭାଗଟା ଦିଅନ୍ତି ଦିଅନ୍ତି କୋଉ ଦିନ ଶ୍ରୀମୁଖରୁ ଆଦେଶ ହେଇନି ହେଇନି। ଲକ୍ଷ୍ମଣରେ ହଁ। ଏ ଗଣ୍ଡିକ ତୁ ଖା ଖା ଇଏ ଖା ବୋଲି ଆଦେଶ ହେଇନି ହଁ। ଆମକୁ ଖାଆନ୍ତି କିପରି? ଆପଣ କହିଛନ୍ତି ଲକ୍ଷଣ ତ ଭ୍ରାତୃଭକ୍ତ ଲକ୍ଷଣ ନେ ଭ୍ରାତୃଭକ୍ତ ଲକ୍ଷଣ ବାଃ। ଭାଇଙ୍କର ଆଦେଶ ଅକ୍ଷରେ ଅକ୍ଷରେ ପାଳନ କରନ୍ତି ଆଚ୍ଛା ଲକ୍ଷ୍ମଣ ଭାଇ ତୁମେ କହିନା ହଁ। ତୁମେ ଖାଇ ଯଦି ନ ଖାଇଛୁ ହଁ। ସେ ଫଳ ତ ଥିବ ହଁ ଅଛି ଯଦି ଫଳ ଅଛି ତୁ ଦେଖେଇ ପାରିବୁ ମତେ ନିଶ୍ଚୟ ତାହେଲେ ଦେଖେଇଲୁ ହଁ। କାଳେ ତୁ ସେଥିରେ ଲୁଚେଇକି ଖାଇ ଦେଇଥିବୁ ଭୋକ ହେଇଥିଲେ ହଁ। ଆମେ ତାହେଲେ ଯୁଦ୍ଧକୁ ଗଲେ ମରିଯିବୁ ତେଣୁ ତୁ ଦେଖା ସେ ଫଳ ଅଛି ନା ନାହିଁ ମୁଁ ତାକୁ ଗଣିବି ଯଦି ଠିକ ହବ ତାପରେ ଆମେ ତୋ କଥାରେ ବିଶ୍ୱାସ ଯିବୁ ନହେଲେ କାହିଁ ଯିବା ମରିଯିବା ହନୁମାନ ଫଳ ଆଣିକିରି ପହଞ୍ଚେଇଲା ଦୋକାନ ଜାଗାରେ ଲକ୍ଷ୍ମଣ ରଖିଛନ୍ତି ବାସ୍। ଫଳ ଆସିକିରି ପହଞ୍ଚିଲା ହଁ ହଁ? ହଁ ତ ସେ ଫଳ ଗଣା ହେଲା ହେଲା ହଁ। ସେ ଫଳ ଗଣା ହେଲା ପାଣି ତ ଏଇଠି ଥିଲା ପରେ ଫଳ ଗଣିବାରୁ ଆଚ୍ଛା ଇଏ 7 ଦିନର ଫଳ ତେଣେ ନିଅଣ୍ଟ ହୋଇଲା ରାମ ବୋଲେ ଲକ୍ଷ୍ମଣକୁ ଖାଇ ଅଠୁ ଭଲା 7 ଦିନର ଫଳ ଏହି ପାତ୍ରରେ ନାହିଁ ଜୀବନ ଧନ ମୋର ଧନ ଜୀବନ ଲୁଚାଇ କରି ଲକ୍ଷ୍ମଣରେ ଖାଇ ଦଶୁ ତୁହି ଜୀବନ ଧନ ମୋର ଧନ ଜୀବନ 7 ଦିନର ଫଳ ନାହିଁ ତୁ ବୋଧେ ଲୁଚାଇ କରି 7 ଦିନଟା ଖାଇଦେ ପ୍ରଭୁ ଲକ୍ଷ୍ମଣ କହିଲେ ପ୍ରଭୁ ହଁ 7 ଦିନ ଆମେ କେହି ଖାଇନା କହଲା କେହି 7 ଦିନ ଖାଇନେ କିରେ କଣ ଅସୁବିଧା ହେଲା ଆମେ କାହିଁ 7 ଦିନ ଖାଇନେ କୋଉ 7 ଦିନ ଯେଉଁ ଦିନ ଅଯୋଧ୍ୟାରୁ କରିଲେ ଗମନ ଜୀବନ ଧନ ମୋର ଧନ ଜୀବନ ସରଯୁତ ତଳେ ସନ୍ଧ୍ୟା ଭଇଲା ମୋହନ ଜୀବନ ଧନ ମୋର ଧନ ଜୀବନ ରାତ୍ରି ଭଜନରେ ପୁଣି ନିଷେଧ ତୋଇ ହଇ ଜୀବନ ଧନ ମୋର ଧନ ଜୀବନ ସୂର୍ଯ୍ୟାସ୍ତ ହେଲେ ଆମ୍ଭେ କେହି ଖାଇନା ନାହିଁ ଜୀବନ ଧନ ମୋର ଧନ ଜୀବନ ଅଯୋଧ୍ୟାରୁ ଆସିଲେ ପ୍ରଜାମାନେ ସାଙ୍ଗରେ ଆସୁଛନ୍ତି ପ୍ରଜାମାନେ ସରଜୁ ଆସିଲେ ପାଖେ ପହଞ୍ଚିଲା ବେଳକୁ ସୂର୍ଯ୍ୟ ଅସ୍ତ ହେଇଗଲେ ଅନ୍ଧାରିଆ ସେଠି ରାତ୍ରି ଆମେ ରହିଲେ ରାତ୍ରି ଭୋଜନ ନିଷେଧ ଆମେ ତ କିଛି ସଂଗ୍ରହ କରିନେ ଆଉ ରାତିରେ ତ ଖାଇବାନି ତାହାର ହଁ, ହଁ। ରାତିରେ ଖାଇବା ଉଚିତ ନୁହେଁ ଉଚିତ ନୁହଁ ତେଣୁ ଆମେ ଖାଇଲେ ସତ କଥା ଗୋଟେ ଦିନ ଗଲା ଦିନଟେ ଗଲା ଆଉ 6 ଦିନ ଆହୁରି ଦିନେ ତୁମେ ଖାଇନ ମୁଁ ଖାଇନି ମା ଖାଇନା ନାଇଁ ନାଇଁ କହିଲେ ହବ ନା ଖାଇନି କହିଦେଲେ ହେଇଯିବ ଆଉ ପ୍ରମାଣ ଦେଲେ ହବ ନା ଆଉ 6 ଦିନ କୋଉ ଦିନ ଆଁ? ଦ୍ୱିତୀୟ ଦିନ କହିବୁ ଆଉ ଗୋଟେ ଦିନ କହ ଦେଖି ଆଉ ଗୋଟେ ଦିନ କହ ତୋ କଥାରେ ବିଶ୍ୱାସ କରିବା କହିବୁ କହ। ପିତାଙ୍କର ମୃତ୍ୟୁ ବାର୍ତ୍ତା ଯଦି ନ ଶୁଣିଲେ ସେଦିନ ଉପାସ ହେଲା ମନ ଦୁଃଖ ଭରେ ଯୋଉଦିନ ବାପା ଦଶରଥ ହଁ। ନାହାନ୍ତି ବୋଲି ହଁ। ଭରତଙ୍କ ମୁଖରୁ ଆମେ ଶୁଣିଲେ ମରିଗଲେ ତିଳୋଦକ ଦେଲେ ମରିଗଲେ ତ 3 ଜଣ ଯାକ ତିଳୋଦକ ଦେଲେ ଆରେ ବାପା ମରିଗଲେ ଆଉ ଭାତ ଖାଇବା ନା କଣ ଖାଇବା କିଛି ତ ଖାଇନେ ସ୍ନାନ କଲେ ତିଳୋଦକ ଦେଲେ ସେଦିନ ସନ୍ଧ୍ୟା ହେଲା ତୁମେ ଖାଇନା ମୁଁ ଖାଇନି ମା ଖାଇନା ଆଉ ଦୁଃଖରେ ଆଉ କଣ ଭାତ ରୁଚିବ ମୁଁ ଆଉ ଫଳ ପାଇଁ ଯାଇନି ଯାଇନି ଆପଣ ଯାଇନାହାନ୍ତି 2 ଦିନ ଗଲା 2 ଦିନ ଗଲା ଆଉ ଗୋଟିଏ ଦିନ ତୁମେ ଖାଇନ ମୁଁ ଖାଇନି ଆଉ ଗୋଟେ ହରଣ କରି ରାବଣ ସୀତାଙ୍କୁ ଜେନେଲା ଧନ ଜୀବନ ସେଦିନ ତ ଖୋଜି ଖୋଜି ସନ୍ଧ୍ୟା ହୋଇଗଲା ଜୀବନ ଧନ ଆରେ ହେ ସୀତାଙ୍କୁ ଯୋଉ ଦିନ ରାବଣ ହରଣ କରି ନେଲା ରାବଣ ହରଣ କରିକି ନେଇଗଲା ଟାଣି ଟାଣିକି ସେଠି ତ ମନ ଦୁଃଖ ହେଲା ଆମେ ଖୋଜୁ 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 ସନ୍ଧ୍ୟା ହେଲା। ସେଦିନ ମନ ଦୁଃଖରେ ତୁମେ ଖାଇନ ମୁଁ ଖାଇନି କିଏ ଖାଇବ ସ୍ତ୍ରୀ ଯୋଉଠିକି ଭିଡ଼ିକି ନେଇଗଲା ସ୍ତ୍ରୀ କି ଆଉ ମନ ଦୁଃଖ ହେଲା ଆଉ ଗୋଟିଏ ଦିନ ତୁମେ ଖାଇନ ମୁଁ ଖାଇନି ଆଉ ସେ ଦିନଟା କୋଉ ଦିନ ଆରେ ସୀତାକୁ ରାବଣ ନେଲା ମନ ଦୁଃଖ ହେଲା ଆମେ କେହି ଖାଇନୁ ମୁଁ ଖାଇଲିନି ତୁ ଯେତେବେଳେ ସାନ ଭାଇ ବଡ ଭାଇ ଖାଇନାହାନ୍ତି ବୋଲି ତୁ ମଧ୍ୟ ଖାଇଲୁ ତୋ ମନ ଦୁଃଖ ହେଇଥାନ୍ତା କି ନ ହେଇଥାନ୍ତା ଭାଉଜକୁ ନ ଲାଗୁଛି ତେଣୁ ତୁ ଖାଇବୁ ସୀତା ହରଣ ବାରତା ଜଟା ୟୁଜେ ଦେଲେ ଦୁଇ ଭାଇ ବାପା ମୈତ୍ର ବୋଲି ଅନ୍ତଃ କ୍ରିୟା କଲେ ସତ କଥା ଯୋଉଦିନ ବାପାଙ୍କର ମୈତ୍ର ଜଟାୟୁ ବାର୍ତ୍ତା ଦେଇକିରି ସୀତା ରାବଣ ନେଇଗଲା ବୋଲି କହିକିରି ମଲେ ବାର୍ତ୍ତାଟା ଦେଲେ ମରିଗଲେ ସିଏ ଆମର ବାପା ଧର୍ମ ବାପା ହଁ ଧର୍ମ ବାପା ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରିବା ହଁ। ଯାଇକି ସାଗରରେ ବୁଡ଼ ପକେଇଲେ ନଦୀରେ ହଁ। ବୁଡ଼ ପକେଇକି ଆସିଲେ ବା ପକ୍ଷୀ ପଶୁ ଯୋଉମାନେ ଥିଲେ ହଁ। ସେମାନଙ୍କୁ ଖାଇବାକୁ ଦେଲେ ହଁ କଣ ଖାଇବାକୁ ଦେଲେ ହଁ ନା ସେଇ ମୃଗ ହଁ। ଯୋଉ ମୃଗଟା ମା କହିଥିଲେ ଆଣିବା ପାଇଁ ବାସ୍। ସେଇ ମୃଗଟା କାନ୍ଧରେ ଥିଲା ଆଚ୍ଛା। ସେଇ ମୃଗ ଛାଲଟାକୁ ରଖି ସେ ମାଂସ ଗୁଡାକ ସେମାନଙ୍କୁ ଖାଇବାକୁ ଦେଲେ। ଖାଇବାକୁ ଦେଲେ ଠିକ କଥା ଆଉ ଆଁ? ସେଦିନ ସେଦିନ ତୁମେ ଖାଇନ ମୁଁ ଖାଇନି
4 दिन ହେଲା 4 दिन पड़ेगा 4 दिन ହେଇଗଲା ଆଉ 3 दिन आउ 3 दिन ଆଉ 3 दिन ଆଉ 3 दिन କହିଦିଏ ତୋ କଥାରେ ଆମେ ବିଶ୍ୱାସ ଯିବୁ ନହେଲେ କଥା ବି ଯିବୁନି ସେତୁ ବନ୍ଧ ପ୍ରତିଷ୍ଠା ଯେଉଁ ଦିନ କଲ ତହିଁ ଯଦି ନହେ ମୋର ଭାଇ ଖୋଆଇ ନାହିଁ ନହିଁ ସେତୁ ବନ୍ଧ ପ୍ରତିଷ୍ଠା ବ୍ରହ୍ମା ଶିବ ପ୍ରତିଷ୍ଠା ହବ ହଁ ବ୍ରହ୍ମା ପ୍ରତିଷ୍ଠା କରିବେ ଆପଣ କର୍ତ୍ତା ହଁ ଖାଇବେ କି ଏ ଘର ପ୍ରତିଷ୍ଠା ହେଲେ ମନ୍ଦିର ପ୍ରତିଷ୍ଠା ହେଲେ ଯେ କୌଣସି ପ୍ରତିଷ୍ଠା ହବ ସେଦିନ ଯିଏ କର୍ତ୍ତା ଆଉ କର୍ତ୍ରୀ ଆଚ୍ଛା। ପୁରୋହିତ କେହି ଖାଇବେନି करती कहीं जाए ହଁ କେହି ଖାଇବେ ସେଦିନ ତୁମେ ଖାଇନ କି ମୁଁ ଖାଇବି ଠିକ କଥା ସେଦିନ ଖାଇବେ କେତେ ଦିନ ହେଲା ଏ 5 ଦିନ ହେଇଗଲା ଆଉ 2 ଦିନ ଆଉ 2 ଦିନ ତୁମେ ଖାଇନ କି ମୁଁ ଖାଇବି କହୁ ସେ 2 ଦିନ କହିଲେ ହବ ନା ତାଙ୍କ ପାଇଁ ମୁଁ ଥଣ୍ଡା ଖାଇନି କି ତୁ ଖାଇନି ଏମିତି କହିଲେ ହବ ତେମେ ଖାଇନ କି ମୁଁ ଖାଇନି କହିଲେ ହବ 2 ଦିନ ପ୍ରମାଣ ହସୁଛ କଣ ପ୍ରମାଣ ଦେଇଦେଲେ ପ୍ରମାଣ ଆପଣ ନେବେ ଆଉ ପ୍ରମାଣ ନ ଦେଲେ ତୋ କଥାରେ ମୁଁ ବିଶ୍ୱାସ କରିବି କାଳେ ମିଛ କରି ଦେଇଥିବୁ ନାଗସ୍ତରେ ବନ୍ଧନ ହୋଇଲେ ଦୁଇ ଭାଇ ଫଳ ଆସି ନାହିଁ ଆମେ କେହି ଖାଇ ନାହିଁ ନାଗସ୍ତ୍ରରେ ବନ୍ଧନ ହେଲେ ସେଦିନ ତୁମେ ଖାଇନ କି ମୁଁ ଖାଇନି ଆରେ ନାଗ ଭାଷାରେ ତ ପଡିକି ଛଟପଟ ହେଲେ ହେଲେ। ପେଟ ପିଠି ସବୁ ଚିପି ହେଇଗଲା ଆଉ ଭୋକ ଲାଗିବ ଯେ ଖାଇବା ସେଦିନ କେହି ଖାଇନି ଶକ୍ତି ଭେଦ ହୋଇ ଏଣେ ପଡ଼ିଲେ ଲକ୍ଷଣ ସେହି ଦିନ ପ୍ରଭୁ ତୁମ୍ଭେ ପଡ଼ି ନା ଭୋଜନ ଶକ୍ତି ଭେଦର ଲକ୍ଷଣ ସେଦିନ ତୁମେ ଖାଇନା ମୁଁ ତ ଶକ୍ତି ଭେଦରେ ପଡ଼ିଲି ତୁମେ ବି ଖାଇଲା ଆଚ୍ଛା 7 ଦିନ ହେଇଗଲା 7 ଦିନ ହେଇଗଲା ହାଁ? 7 ଦିନ ହେଇଗଲା ଯେତେବେଳେ 7 ଦିନ ହେଇଗଲା କହିଲା କାହିଁ ଚାହିଁଲ ଉଠ ଏ ଡେରି କଲେ ନା ଉଠ ସେ ପାଲା ଆସିଲା ସାମ ପଳେଇବା ବିଭୀଷଣ କହିଲେ କିଏ ବିହ ଭେଦ କରିବ କହ ତୁମ ଭିତରେ ଦୁର୍ଭେଦ୍ୟ ବିହକୁ କିଏ ଭେଦ କରିବା କହ ଆଚ୍ଛା हमरे तो किए बिहो बता कर କିଏ କରିବ भाई मु जाई ତୋର पर ବିଶ୍ୱାସ ରହୁନି नहीं नहीं मु जाई पर ତୁ ଯାଇପାରିବୁ ନାଇଁ ମୁଁ ଏ ତୁ ଯାଇପାରିବୁ ତୁ ତ ସରୁଆ ଚିପି ହେଇକି ନା ନା ମୁଁ ପାରିବିନି କୁଆଡେ ପାରିବିନି ଆଇଛୁ ଏ ଈଶ୍ୱର ତୁ ଯାଇପାରିବୁ ବାହାରିଲେ ଆଜ୍ଞା ପବନପୁତ୍ର ହନୁମାନ ହନୁମାନ ବାହାରିଲେ ପ୍ରଭୁ କହିଲେ ପ୍ରଭୁ ଆପଣ ଚିନ୍ତା କରନ୍ତୁ କରନ୍ତୁ ନାହିଁ ଚିନ୍ତା କରନ୍ତୁ ନା ଏ ସେ ଇଏ ପାତାଳ ତ କି ମୁଁ ସୁଧାର ସମାନ ମେହେ ନିଷ୍ପିତ୍ୟ ଚନ୍ଦ୍ର ଅମୃତଂ କି ମୁଁ ତା ହରାମି ଉଦଣ୍ଡ ଚଣ୍ଡ କିରଣ ନନୁ ଭାର ବିନାଶ ବାସ ମହିଷ କି ମୁଁ ଚୂର୍ଣ୍ଣ ମହାବୀର ହନୁମାନ ଠିଆରେ କହିଲେ ପ୍ରଭୁ କଣ ହେଲା ହନୁମାନ ପାତାଳ ତ କି ମୁଁ ସୁଧାର ସମାନୟାମି ଆପଣଙ୍କ ନାଁକୁ ମୁଁ ଥରେ ଚିନ୍ତା କଲେ କଲି। ଏତେ ଶକ୍ତି ମୋର ହେଇଯାଏ ଯାଇ। ପାତାଳପୁରକୁ ଯାଇ ଯାଇ ମୁଁ ସୁଧାକୁ ଆଣିପାରେ ଅମୃତ ଆଣିପାରେ ହନୁ ଏତେ ପରାକ୍ରମ ତୋର ଅଛି ନିଷ୍ପେଦ୍ୟ ଚନ୍ଦ୍ରମମୃତ କିମୁତା ହରାମି ହରାମି। ଆପଣଙ୍କ ନାମକୁ ଚିନ୍ତା କଲେ କଲେ। ଚନ୍ଦ୍ରଙ୍କୁ ଚିପୁଡ଼ି ଅମୃତକୁ ଝରାଇ ପାରେ ଉଦଣ୍ଡ ଚଣ୍ଡ କିରଣ ନନୁବାରୟାମି ୟାମି। ଆପଣଙ୍କ ନାମକୁ ଚିନ୍ତା କଲେ ମୋର ଏତେ ଶକ୍ତି ଆସିଯାଏ ଯାଏ ବାମ ହାତରେ ସୂର୍ଯ୍ୟଙ୍କୁ ଘୋଡ଼େଇ ହଁ। ତ୍ରିଜଗତ ଅନ୍ଧକାର ଛନ୍ନ କରିପାରେ ଆରେ ବାହାଦରେ ବିନାଶ ପାଶ ମହିଷୁ କି ମୁଁ ଚୂର୍ଣ୍ଣ ୟାମି ଆପଣଙ୍କ ନାମ ଚିନ୍ତା କଲେ ଏତେ ଶକ୍ତି ହୁଏ ହୁଏ ମୁଁ କିନାଶ ବୋଇଲେ ଜମ ହାତରୁ କାଳ ଫାଶ ଆଣି ଛିଣ୍ଡେଇ ଦେ ଆରେ ଏତେ କଥା ସିନା କରିପାରୁ କିନ୍ତୁ ସେ ରନ୍ଧ୍ର ଭିତରେ ଯଦି ପଶିବ ରୁନ୍ଧି ହେଇଯିବ ଚିପି ହେଇକି ତୁ କଣ ସେ ରନ୍ଧ୍ର ଭିତରକୁ ଯାଇପାରିବୁ अज्ञात विशेष पुंसा ପୁଂସା। हे पुंसाज्ञात विशेष हे सर्वज्ञ ହଁ महाप्रभु रघुनाथ ହଁ आदेश दियो ହଁ ଆଦେଶ ଦେଲେ ଯାଇପାରିବୁ ନିଶ୍ଚୟ। ସିନା ପଳାଇବୁ ପ୍ରଥମ ଦ୍ୱାରେ ତୀକ୍ଷ୍ଣ ବସ୍ତା ଜଗିଥା ଖାଇଦବ तुम्हें आदेश करो प्रभु ହଁ हनुमान को रघुनाथ कहले कहले पोरे ହଁ ए जदि आशा करूछु हो, हो। पारिबु बोली बोली। मु आशीर्वाद करूछि हाँ। ए कार्य सिद्धि भवा भव कार्य सिद्धि हउ ହଉ जाओ ତାହେଲେ ଠିକ ଏକ ମୁଁ ଆଗରେ ଯିବି ରାସ୍ତା କେରଳ କରିକି ତେମେ ମୋ ପଛରେ ଗଳିକି ସବୁ ବସିଯିବ अरे लुहे कुंभ चिन्हित ଲୋହେ କମ୍ବ सत कुंभराजित योजन योजन हनुमान
ସାରା ଖାଲି ବଟ ବୃକ୍ଷ ଖାଲି ବଟ ବୃକ୍ଷ হ্যাঁ? କେତେ ବୃକ୍ଷ ଗୋଟିଏ ମୂଳ ହଁ। ତାର ଶାଖା ପ୍ରଶାଖା ଯୋଜନ ପର୍ଯ୍ୟନ୍ତ ଲମ୍ବି ଯାଇଛି ଲମ୍ବି ଯାଇଛି ରେ ଚାରିଆଡେ ପୁଣି ଓହଳଟିଏ ହେଇଛି ଓହଳ। ପୁଣି ମୂଳ ସୃଷ୍ଟି ହେଇଛି ହେଇଛି। ପୁଣି ଶାଖା ଲମ୍ବିକି ଯାଉଛି ଲମ୍ବିଛି ବଟ ପର୍ବତ ସାରା ବଟ ଆରେ ମୂଳ ଡାଳ ଚେର ମୂଳ ଡାଳ ଓହଳ ଲମ୍ବି ଯାଇଛି ହେ ପୁଅ ଆଜ୍ଞା ନାହିଁ ବି ହବ ଋତ ନାହି ବେ ହବରୁତ ବିହବ ପରେ ଚୁତ ବିହବ ପରେ ଚୁତ ସୁଧାର ଦେବୀ ସୀତା ବସୁଧାର ଦେବୀ ରେ ସୀତା ନାହିଁ ବି ହବ ଋତ এইটা ঘটনা ଖୋଜି ଖୋଜି ହନୁମାନ କୋଉ ଗଛ ମୂଳେ ବୋହର ପାଇଲେନି পাইলেন ଗୋଟାଏ ଗଛ ମୂଳେ ବସିଛନ୍ତି বসিলে চিন্তা করিকি ଭାବୁଛନ୍ତି ଯଦି ଗହର ନ ପାଇବି ন ପାଇବି ଆଉ ମୁଁ ରାମଙ୍କ ପାଖକୁ ଫେରିବି ফেরি ଆଉ ପ୍ରଭୁଙ୍କ ପାଖକୁ ମୁଁ ଫେରିବିନି কাই ফেরিবি অপমান শুনিবি কাইকি ଏଇଠି ଜୀବନ ଶେଷ କରି ଏଇ ନିକୁବିଳା ହେବ ମୋର ସମାଧି জীবনକୁ ମୁଁ ଖର୍ଚ୍ଚ କରିବି ଭାବୁଛନ୍ତି ଠିକ ଏତିକି ବେଳେ ବେଳେ ଦୃଷ୍ଟି ରହିଛି ବୃକ୍ଷ ଉପରେ ଆହା ଆଁ? ହଁ। ଦେଖିଲେ ଅନେକ ପକ୍ଷୀ ବସିଛନ୍ତି ବସିଛନ୍ତି ବିଭିନ୍ନ ରଙ୍ଗର ପକ୍ଷୀ ସବୁ ବୃକ୍ଷରେ ବସିଛନ୍ତି ଶୁଆ ସାରି ବଣି ପାରା ଟେଣ୍ଟେଇ ବଗ ହନୁମାନ ବିଚାର କଲେ ହଁ କହିଲେ କେଡେ ସୁନ୍ଦର ପକ୍ଷୀ ଗୁଡ଼ିଏ ବସିଛନ୍ତି ଭଲ ସୁନ୍ଦରିଆ ସୁନ୍ଦରିଆ ପକ୍ଷୀ ଆଁ? ସୁନ୍ଦରିଆ ପକ୍ଷୀ ନାହିଁ ବିହଗ ଋତ এইটা কোন ପକ୍ଷୀମାନେ ଯଦି ବସିଛନ୍ତି ହଁ ଏମାନେ ତ ରାବ କରନ୍ତେ ଓହୋ ହୋ ଏମାନେ ତ ଫଳ ଭକ୍ଷଣ କରନ୍ତେ ହଁ, ରାବ ଏମାନେ ତ ମଳତ୍ୟାଗ କରନ୍ତେ ବড় ত্যাগ করতে ମଳତ୍ୟାଗ କରୁନାହାନ୍ତି ଉଡୁନାହାନ୍ତି ହଁ, ହଁ। ଫଳ ଭକ୍ଷଣ କରୁନାହାନ୍ତି ନିଶ୍ଚଳ ଭାବରେ ପକ୍ଷୀଗୁଡାକ ବସିଛନ୍ତି আরে খাউনাহাতি পিউনাহাতি ঝাড়া বসুনাহাতি কি চাহুনা ମନରେ ସନ୍ଦେହ ହେଲା ହନୁମାନଙ୍କର সে চা হউনা ଗୋଟାଏ ପକ୍ଷୀ ଭିଡ଼ି ଆଣିଲେ ভিড়ি আনিলা ଦୁଇ ଖଣ୍ଡ କରି ଭାଙ୍ଗିଦେଲେ ভাঙ্গি দেলে ଦେଖିଲେ କଣ? ରକ୍ତ ନାହିଁ କି ମାଂସ ନାହିଁ আরে এরা ଗୋଟା ଷୋଲ ନିର୍ମିତ ପକ୍ଷୀ এরা কোন গরে ଷୋଲ ନିର୍ମିତ ପକ୍ଷୀ আরে হে এ কৃত্রিম ଧନ୍ୟ ଇନ୍ଦ୍ରହିତ ଧନ୍ୟ ତୋର ଶିଳ୍ପୀ କଳା କୌଶଳ কৌশল ପ୍ରାକୃତିକ ବଟ ସାଙ୍ଗରେ ଗୋଟାଏ ବଟ ବୃକ୍ଷ ମିଶେଇ ଦେଇଛୁ আরে ୟା বৈজ্ঞানিক ଉପରେ ପୁଣି ଯୋଉ ପକ୍ଷୀ ମାନଙ୍କୁ ବସେଇଛୁ ଆହା। ସେମାନେ ଜୀବନ୍ତ ପରି ଜଣା ପଡୁଛନ୍ତି জনা পড়ুছন্তি ଧନ୍ୟ ଇନ୍ଦ୍ରହିତ ଧନ୍ୟ ତୋର ଶିଳ୍ପୀ କଳା କୌଶଳ বিজ্ঞানর শেষ সীমাକୁ পড়েছি ইন্দ্রজিৎ ପରେ আଜ୍ଞା ଭାବିଲେ ହନୁମାନ କହିଲେ ଏଇ ନିଶ୍ଚୟ আচ্ছা বট বৃক্ষ এইটি ଏଇ କୃତ୍ରିମ ବଟ এইটা রঞ্জ থিব এইটি হ্যাঁ? এইটা রঞ্জ এইটি থিব ମନରେ ସନ୍ଦେହ ଘନୀଭୂତ ହଉଛି ଏ ଆଶୀର୍ବାଦ আশীর্বাদ ଯେତେ ବସିଛନ୍ତି ଆମର ଦର୍ଶକ ଦର୍ଶିକା ମହୋଦୟ ମହୋଦୟା ମାନେ হ্যাঁ ସମସ୍ତଙ୍କ ତୁଣ୍ଡରୁ ବାହାରିବ କଣ କହୁଛ ହେ ଇଏ ଗୋଟେ ତମର ଫିକର କଣ? ଏମିତି ଫିକର କରିକି କହିଲେ ଆଉ କିଏ କିନ୍ତୁ ରଖିଛନ୍ତି ଟଙ୍କା ସମସ୍ତଙ୍କ ତୁଣ୍ଡରୁ ବାହାରିବ ଆଶୀର୍ବାଦ ହଁ ହଁ ମୁଁ ଆଶୀର୍ବାଦ କରିବାର କ୍ଷମତା ନାହିଁ ଇଏ ବାବୁ ମାନେ ନାରାୟଣ ଆଶୀର୍ବାଦ କରିବେ ଆପଣ ଟଙ୍କା ନେବେ ବ୍ରାହ୍ମଣ ହିସାବରେ ଚାମର ଧରିଛି ଯେହେତୁ ମୁଁ ଆଶୀର୍ବାଦ କରିବି ହଁ, ହଁ। ବାବୁମାନେ ବସିକିରି ଶୁଣୁଛନ୍ତି ସେମାନେ ବି ଆଶୀର୍ବାଦ କରିବେ ବାବୁ ମାନେ ଆଶୀର୍ବାଦ କରି ଆପଣ ଟଙ୍କା ନେବେ ଦି ମାସେ ଇଷ୍ଟ ବୁଲିଥିଲେ ସଂଖ୍ୟା ଦ୍ୱାଦଶାନ ଗୁଣିତ ବିଜୋଡ଼ ବାଣ ଯୁକ୍ତ ବେଦ ଭୃତ ହଁ। ଭାଗ ଶେଷାଙ୍ଗ ତ୍ରିଶୁଗୁଣା ଚତୁର୍ବିଂଶାଧେ ସମଶ୍ଚରଣ କ୍ରଦିବ ଜୀବିତ ପୁତ୍ର ପୌତ୍ରୀଞ୍ଚ ଜଗତ ମାତା ଜୁୟಂ ପାତୁ ବସନ୍ତ ଆଜ୍ଞା ଟିକେ ସହଯୋଗ କରିବୁ ମତେ ସହଯୋଗ ନିଶ୍ଚିତ ଆପଣ ଟଙ୍କା ନେବେ ମୁଁ ସହଯୋଗ କରିବି ହଉ ଆଉ ଇଷ୍ଟ ହେଲା। ସଂଖ୍ୟା ଦ୍ୱାଦଶାନ ଗୁଣିତ ବିଜୋଡ଼ ଭ୍ୟାମ ବିଜୋଡ଼ ଭ୍ୟାନ ଗୋଟିଏ ବିଜୋଡ଼ ସଂଖ୍ୟା ଆପଣ ମାନେ ସମସ୍ତେ ମନେ ରଖନ୍ତୁ ବିଜୋଡ଼ ସଂଖ୍ୟା ବିଜୋଡ଼ ସଂଖ୍ୟା 4 ଚାରିଟା ବିଜୋଡ଼ ସେଟା ଯୋଡ଼ ଚାରିଟା ବିଜୋଡ଼ ସେଟା ଯୋଡ଼ 3 ହଁ। 5 ହଁ। 7 ହଁ। 9 ନଅ, 11 13 ଏସବୁ ବିଜୋଡ଼ ଛୋଟିଆ ସଂଖ୍ୟାଟା 3 ହଁ ଛୋଟିଆ ସଂଖ୍ୟା ଟିକେ ମନେ ରଖ ହଁ ଛୋଟିଆ ସଂଖ୍ୟା 3 ମନେ ରଖ ମନେ ରଖିଲ ହଁ ବାଲା ବାଲା ମନେ ରଖ ଦ୍ୱାଦଶାନ ଗୁଣିତ ଗୁଣିତ 12 ଦ୍ୱାରା ତାକୁ ଗୁଣି ଦିଅ 12 30 ଗୁଣିଲ ଆରେ ମୋର ଗୋଡ ହାତ ସବୁ ପାଠ ପଢେ ଗୁଣିଲ 12 30 36 ଗୁଣିଲ ହଁ ହଁ 12 30 36 ଦିରେ ହଁ କହୁନୁ ପାଠ ଗୁଣିତ ବିଜୋଡ଼ ଭ୍ୟାମ ବ୍ୟାୟାମ ବାଣ ଯୁକ୍ତ হ্যাঁ 5 ମିଶେଇ ଦିଅ 5 ମିଶେଇ 6 5 11 41 41 ବେଦ ହୃତ ବେଦ ଭୂତ 4 ରେ ଭାଗ କରିଦିଅ 4 ରେ ଭାଗ ଏଇଟା ଟିକେ ମୁଣ୍ଡ ଖର୍ଚ୍ଚ କରିବାକୁ ବେଦ 4 4 4 ରେ ଭାଗ କରିଦିଅ 4 ରେ ଭାଗ କଲେ ସଂଖ୍ୟା ଟି ଥିଲା 41 କି 4 ରେ ଭାଗ କଲେ ଭାଗ ଫଳ 10 ଗୋଟେ 1 ବଢୁଛି ହାଁ 1 ବଢିଲା 1 ବୋଲ 1 ବଢିଲା ତାକୁ 3 ରେ ଗୁଣି ଦିଅ 1 3 କି 3 3 3 ହାଁ 3
गुणित चतुर्विंशार्धे चतुर्विंश हाँ चतुर्विंश अधा 12 24 ताकू 12 रे गुणी दियो 12 ताकू गुणी दियो 12 रे ताकू गुणी दे 12 रे 12 रे 12 की 36 ताकू गुणी दियो 3 रे ताकू गुणी देली 3 रे केते हला 108 108 जिए जहा विजोड़ संख्या भावंतु ना कहीं की फल हबो 108 सारे आपण निश्चित जो विजोड़ संख्या जे चिंता करंतु एई नियम अनुसार समस्तंकर 108 फल आसी आपण की जानला भलिया कहउचंती जगत माता जुयम पातु पातु ओरे आज्ञा ए जो 108 वर्ष जीवितारमस्तु 108 वर्ष बाबुंकर परमायु रहु बाबू यशस्वी होंतु सपरिवार पिला माने एई परि भावर दीर्घायु होंतु बोल सर्वे आनंद एक बार हरि हरि बोला ये युति दरिद्र ब्राह्मण मान को दउथांतु भाई बोलो विषय विसर्जन दूर करीते मन चैतन्य कुतु दृढ़ करीते भाई मन ए पागल मन गाइते गाइते राम नाम पदे गाइते 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 राम नाम पदे गाइते 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 राम नाम पदे गाइते अरे महावीर हनुमान देखुछंती अनेक बट वृक्ष ता भीतर एक कृत्रिम बट से कोन गले अरे विचक्षण पावने घोर संगे तार हेले बेटा पावनी घोर संगे हेली उपके माया तोरो मोरा अरे उपके माया तोरो मोरा से माया वृक्ष डाकू राम चिंता करी हनुमान बाम अस्त्र उपाड़ी फिंगी दे जय श्री राम देखी चमके वीरा अंधकार देखी चमके वीरा अंधकार घोर अति भयंकर वृक्ष डाकू उपाड़ी देला परे देखिले एक विराट अंधकार पूर्ण घोर बसंत आज्ञा महावीर हनुमान से गहर को चाहिए पालो चाहिए से गहर को सम्मुख रे सम्मुख रे सम्मुख रे जय कालो ओहि बाला जय कालो ओहि बाला गहर प्रथमे एक विराट सर्प गर्जन कर सुसुकार जीव आलोन कर एकादश रुद्र भगवान हनुमान बोलारे साप मते डरइबो मोर साधारण मनुष्य होइछि काटी दब साप काटी दब काळे के पसि आसीबो इंद्र तो केड़े बुद्धिमान प्रथमे गोटा विषधर उत्कट विषधर सर्प रखिछि देहाए बापालु महावीर हनुमान एकादश रुद्र अवतार हां से सर्प को बाम हाथ रे धरी फिंगी देला अरे आउ टिके आगेले आउ गोटा दृश्य देखिले आउ कोन दृश्य सम्मुख रे सम्मुख रे सम्मुख रे तीनो रकम कालो अरे बुओ आज्ञा मनीष अस्ति बानर अस्ति हां उड़िया ए इंद्रजित को हनुमान के प्रशंसा करे पला बोले धन्य इंद्रजित धन्य तोरा बुद्धि हां भाविचु आसले आसबे बानर नले आसबे आसबे मनुष्य अरे माझी सरकार वर्तमान सार कारखाना एठी खोली छी आ नहले काहे की एरा कडिया गुडिया ही थांगा बानर जदि हनु आसीबो बानर अस्ति के देखि भरे पळेबो मनुष्य जदि राम लक्ष्मण आसीबे से मध्य भरे पळेबो पळेइबे हां पळेबे अस्ति की देखिले रहिबे बानर हनुमान हनु कोन करी अस्ति मोरे कोन करी हनुमान को अस्ति फिंगी देला अस्ति हनुमान फिंगिला रे गोटा धारो आगो को चलिला
ଆଗକୁ ଚାଲିଲା ଚାଲିଲା ଦେଖିଲା ଘରର ପ୍ରଥମ ଦ୍ୱାରେ ମା ଛିନ୍ନ ଅବସ୍ଥା ଆରେ ଉଲଗ୍ନ ଭୟାବହ ଗୋବନ୍ଧ ବିଗ୍ରହ ଶୂନ୍ୟ ରକ୍ତ ଉଚ୍ଛ ଛୁଟିଛି ଶୂନ୍ୟ ରକ୍ତ ଉଚ୍ଛ ଛୁଟିଛି ମାଙ୍କର ଭୟାବହ ମୂର୍ତ୍ତି শূন্য রক্ত উচ্ছ ছুটিছে নিজ খর্পর দ্বারা নিজ খড়গ দ্বারা নিজ মস্তক মা কাটি দেইছন্তি নিজ মস্তকକୁ ধরিছন্তি বাম হাତରେ নিজ গলাରୁ ରୁଧିର ଯାଇ ପଡୁଛି ନିଜ ମୁଖରେ ওরে বামে খড়গ খর্পর বামে খড়গ খর্পর পক্ষে শাসন শিরা মিছে আরে বিমুক্ত ছিন্ন অবস্থা ଗୋଟିଏ ପାଦରେ ଠିଆ ହେଇଛନ୍ତି ଗୋଟିଏ ପାଦ ଉପରକୁ ଟେକିଛନ୍ତି ଯୋଉ ପାଦରେ ଠିଆ ହେଇଛନ୍ତି ତା ଚାରିପଟେ ଅଗ୍ନି ଜଳୁଛି ଯୋଉ ପାଦ ଉପରକୁ ଟେକିଛନ୍ତି ତା ଉପରେ ଅଗ୍ନି ଜଳୁଛି ଏପଟେ ଗୋଟିଏ ସୁଗା ଏପଟେ ଗୋଟିଏ ସୁଗା এইটা সুগাল দুই কর্ণরে এইটা সুগালি দুই কর্ণরে দুইটি শিশু সপ ঝুলুছি অন্টারে নরহস্ত খণ্ডিত হস্ত কটা হইଥିବା হাত অন্টা চারিপটে ଅଛି এরা কি বেশকিরে চারিপটে হাত গোটিଏ অদ্ভুত ভয়ঙ্কর বেকরে কোন পকেইছি ভয়ঙ্কর মূর্তি আচ্ছা বাপল বেকরে পড়িছি মুন্ডমাଳ এ মুন্ডরা গার মুন্ডরা কাই পকেইলে কোন ঝোল মহারাণা কোন এই ভিতরକୁ ଆସିବେ ঝোল কোন খাইবে মহারাণা ଆସିପାରିବେନି ଏ ଭିତରକୁ না যদি এইমিতি যে বেশ হেইগলে গোটা রূপକୁ ଆମେ কাই ପୂଜା କରିବା পূজা করিবা মুন্ডা মারা 108 মুন্ড পকেই হিন্দি ইয়াড়ে মুন্ড পকাইଛନ୍ତି ସିଆଡେ ଖଣ୍ଡିଆ ହାତ ଚାରିପଟେ ଅଛି ଅଛି ଶିଶୁ ସବୁ ଦିଟା କାନରେ ଝୁଲୁଛି ଉପରକୁ ଅଛି ଗୋଟେ ପାଦ ତଳେ ଗୋଟିଏ ପାଦ ଅଗ୍ନି ଜଳୁଛି ନିଜ ମୁଣ୍ଡକୁ କାଟିକିରି ନିଜେ ରକ୍ତ ପିଉଛନ୍ତି ପିଉଛନ୍ତି ଏ ରୂପଟା କାହିଁକି ହେଇଥିଲେ ଆଉ କେତେବେଳେ ହେଇଥିଲେ ଏ ଯୋଉ 108 ମୁଣ୍ଡ ପଡିଛି ଏ 108 ମୁଣ୍ଡ କାହାର ପ୍ରମାଣ ଦବ ଏଗୁଡାକ ସମସ୍ତେ କହିବେ ଶୁଣା ନହେଲେ ଖାଇବାକୁ ବନ୍ଦ କରେ ଏପରି ଗୋଟିଏ ମୂର୍ତ୍ତିକୁ ହଁ ଆମ ସଂସ୍କୃତି କାହିଁ ପୂଜା କରିବ ଏଇଟା ଭଲ ରୂପ ନୁହଁ ଯଥାର୍ଥ ଉତ୍ତରଟିଏ ମହାରାଣା ନିଶ୍ଚୟ ଦେବେ ହଁ ପୁରାତନ ଗାୟକ ଆଚ୍ଛା ନ ଦେବେ ବୋଲି ମୁଁ କହୁନି ନିଶ୍ଚୟ ଦେବେ ଏଇଟା ସମସ୍ତେ ଜାଣନ୍ତି ଆଉ କାହିଁ ଦେବେନି ମନେ ରଖେ ହଁ ଏମିତି ଯେତେବେଳେ ଛିନ୍ନ ଅବସ୍ଥାକୁ ଦେଖିଲେ ମହାବୀର ହନୁମାନ ହାତକୁ ଯୋଡ଼ିଦେଲେ କହିଲେ କାଳ ଭାଭ୍ରାଙ୍ଗଡ଼ା ଖୈରରି କୁଳ ଭୟ ଧାମ ମୌଳି ମର୍ଦ୍ଧେନ୍ଦୁରେ ଶଙ୍ଖ ଚକ୍ର କୃପାଣ ତ୍ରିଶିକମ ବିକରଇ ଋତୁ ବହନ୍ତି ତ୍ରିନେତ୍ରା ତେଜସା ପୂରୟନ୍ତି ध्याय दुर्गा जो ख्याम सबरिवृत सेविता सिद्धिकामयी आज्ञा मुंडिया के ना हनुमान मुंडिया माई मां जानिले रामदूत हां कहले मु जानिले मां कहले मु जानी तू रामदूत राम कार्य रे आछछ मु द्वार फिटेई दउछि हे जा पड़े राम कार्य सिद्धि हो जोर पड़े हनुमान पड़े अच्छा भय कले हनुमान जेतेबेले भीतर को चलिले हे ये गोड़ सुनी रही तो विहिला होते बहला होते बहला होते लखनदो होते लखनदो होते जेतेबेले हूं हा है करी भलु कमरकट माने पसिले हे प्रथम द्वार भितरे इंद्र तो कहला कोन आसीगले कि आसीगले कोन सुबिलानी गोड़ ताउ ताउ करी आहुति देला रथटा ध्वजाटा बाहरलानी कुंड भितर रथ बाहरले आ रक्षा नहीं नहीं विभीषण कहला रे काई चाहिछ कोन करया ये मूत्रपुरी से भर जे रुख्या हेबे होबे रुख्या हेबे होबे रुख्या हेबे होबे मूत्रपुरी सनै करी यज्ञ कुंडले पकेवा पवित्र कर दियो असहाय शक्राजी तो उठे दंत तापे दंत तापे उठे दंत तापे अपवित्र हो गला यज्ञ
ଯେତେବେଳେ ଦନ୍ତ ଚାପିକିରି ଠିଆ ହେଲା ଓ ଅଗ୍ନାୟ ସ୍ୱାହା ଇଦଂ ଅଗ୍ନାୟ ଓಂ ମରୁଣାୟ ସ୍ୱାହା ଇଦଂ ମରୁଣାୟ ଓಂ ନଳାୟ ସ୍ୱାହା ଇଦଂ ନଳାୟ ଓಂ ଅଗ୍ନାୟ ସ୍ୱାହା ଇଦଂ ଅଗ୍ନାୟ ସେତିକି ଇନ୍ଦ୍ର ଯେତେବେଳେ ଉଠି ପଡ଼ିଲା ବେଶ କହିଲା ତ ଅପବିତ୍ର ହେଇଗଲା ଆଉ କଣ ହବ କଣ ହବ ଚାହୁଁ ଚାହୁଁ ସର ଜାଳେ ଆରେ ଚାହୋ ଚାହୋ ସର କଲା ଅନ୍ଧକାର ସାଙ୍ଗେ ସାଙ୍ଗେ ଗୋଟେ ସ୍ୱର ମାରିଦେଲା ମାରିଲା ଭୂକ ହଳଟା ଅନ୍ଧାର ହେଇଗଲା ଏ ସର 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 ଶ୍ରୀ ଇଏ ଭଲୁକ ବର୍କଲ ମାନେ ଡାକିଲେ ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ ତ୍ରାହି 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 ଇନ୍ଦ୍ର ତ କହିଲା କିରେ କଣ ଲକ୍ଷ୍ମଣ ଆସିଛି ଲକ୍ଷ୍ମଣ ଆସିଛି କାହିଁ ସୌମିତ୍ରୀ ବୋଲି ଆରେ କାହୋ ସୌମିତ୍ରୀ ବୋଲେ ହେ ରାୟଣ ସତତି ହାତେ ହେରିଲା ଜୀବନ ମରଲା ଗୋଟା ସତ୍ୟ ଲକ୍ଷ୍ମଣଙ୍କ ଲକ୍ଷ୍ୟରେ ମାର ଲକ୍ଷ୍ମଣ କପାଳରେ ବାଜିଲା ଲକ୍ଷ୍ମଣ ମୋହ ହେଇକିରି ପଡିଲେ ପଡ଼ିଗଲେ ଆଁ? ଚେତା ଶୂନ୍ୟ ହେଇକି ପଡ଼ିଗଲେ ଓ, ଲମ୍ବା ପଡ଼ିଛନ୍ତି ଲକ୍ଷ୍ମଣ ଇଏ ଶକ୍ତି ମାରି ପଳାଇଛି ଦୁଷ୍ଟ ଦଳ ତଳେ ଦୁଷ୍ଟ ଧର ତରେ ଭଲା ଦୁଷ୍ଟ ଧର ତରେ ଶକ୍ତି ମାରି ପଳାଇଛି କିଛି ଦୁଷ୍ଟ ଧର ତରେ ଦୁଷ୍ଟ ଧର ତରେ ଭଲା ଦୁଷ୍ଟ ଧର ତରେ ଦେଖିଲା ଉନ୍ନତ ପୂର୍ବେ ନୀଳ ଉତ୍ତରରେ ଭାବିଲା ଇଏ ଗୋଟିଏ ଦ୍ୱାର ଦେଇକିରି ଆସିଛନ୍ତି ମୋର 7ଟା ଦ୍ୱାର ଦ୍ୱାର 7ଟା ବଜ୍ର କିଣିନି ଇଏ ଗୋଟିଏ ବାଟରେ ଆସିଲା ଆସିଲା ଆଉ 6ଟା ଦ୍ୱାର ଦ୍ୱାର ଅଛି ଯିବ ଅନ୍ୟ ଦ୍ୱାର ଦେଇକିରି ପଳେଇବି କୋଉ ଦ୍ୱାରକୁ ଗଲା ପୂର୍ବ ଦ୍ୱାରକୁ ବୁଲି ପଡ଼ିଲା ଏ କିଏ ତୁ କିଏ ପୂର୍ବ ଦ୍ୱାରେ ଠିଆ ହେଇଛି ବାଳିପୁତ୍ର ଅଙ୍ଗଦ ଦ୍ୱାର ଛଡ଼ା କର୍କଟ ଏ ମତେ ଚିହ୍ନିଛୁ ମୁଁ ହଉଛି ଅଙ୍ଗଦ ଅଙ୍ଗଦ ଏ ସେନା। ଭୁବନେଶ୍ୱର ଇଲେକ୍ଟ୍ରି ହଣ୍ଟର ଯାହା ଓ ମୁଁ ସେଇଆ ଯଦି ପଦେ ଆଗକୁ ଆସିବୁ ତତେ ରାମପୁଡ଼ିକି ଖାଇଦେବି ଏ ପଡ଼ିଲା ଉତ୍ତର ଦ୍ୱାରକୁ ହଁ ହଁ ଉତ୍ତର ଦ୍ୱାରେ ଜଣେ ବୀର ଠିଆ ହେଇଛନ୍ତି ତାଙ୍କ ନାମ ହଉଛି ନୀଳ ନୀଳ ହେ ମତେ ଦ୍ୱାର ଚିହ୍ନିଛୁ ଛାଡ଼ ନୀଳ ଦ୍ୱାର ଛାଡ଼ ନୀଳବର୍ଣ୍ଣ ଶୃଗାଳ ଭଳି କାହିଁ ବସିଛୁ নাই ଦ୍ୱାର ଛାଡ଼ିବ ନା নাই নাই দ্বার ছাড়িবি নাই হ্যাঁ? ଛାଡ଼ିବୁନି না ଆଉ ତତେ ରଙ୍ଗ କରିଦେବି ଛାଡ଼ି ଦଉନୁ না কেবে নো ଭାବିଲା ଏ ଦୁଇଟି ଦ୍ୱାର ଗୋଟିଏ ଦ୍ୱାରେ ଆସିଛନ୍ତି 3 ଦ୍ୱାର ଗଲା ଗଲା হ্যাঁ? ଆଉ ଆଉ ରହିଛି ଆଉ ଯୋଡ଼ି 4ଟି ଦ୍ୱାର ଆଉ ଚାରି ଦ୍ୱାର চারি ଆଉ 4 ଦ୍ୱାର ଚାରି ଦ୍ୱାର କୋଉ ଦ୍ୱାର କିଏ କିଏ ଜଗିଛି ଦକ୍ଷିଣେ ଗବାକ୍ଷ ବୀର ବୁଲି ପଡ଼ିଲା ଦକ୍ଷିଣ ଦ୍ୱାରକୁ ଠିଆ ହେଇଛି ଗବାକ୍ଷ ଦ୍ୱାର ଛାଡ଼ ଗବାକ୍ଷ ମୁଁ ଗବାକ୍ଷ ଦ୍ୱାର ଛାଡ଼ ନେଇ ଛାଡ଼ଙ୍ଗେ ଛାଡ଼ିବନି ଆସିଲେ ତତେ ଟାକିନା ଗିଳି ଦେବି ବୁଲି ପଡ଼ିଲା ହଁ। ଠିଆ ହେଇଛି ମତେ ଗୋବିନ୍ଦ ଚିହ୍ନି ପାରୁନୁ ଦ୍ୱାର ଛାଡ଼ ଗୋବିନ୍ଦ ନୁହଁ ମୁଁ ତିନି ବିନ୍ଧ ବିନ୍ଧ ଜାଣିଛୁ ମୁଁ କେତେଟା ବିନ୍ଧ ମୁଁ ମାଠିଆରେ ଗୋଟେ ଗୋଟିଏ ଦ୍ୱାର ଦେଇକିରି ଆସିଛନ୍ତି ଇଏ ଗଲା 4 ଦ୍ୱାର চারি দ্বার 5 ଦ୍ୱାର ହଁ ଆଉ ଗୋଟେ ଦ୍ୱାର ଆଉ 3ଟି ଦ୍ୱାର ଗୋଟେ ତଳ ତଳ ଗୋଟିଏ, ଉପର ଇଏ ଏ 5 ଦ୍ୱାର ଗଲା ତଳ ଗୋଟିଏ ଉପର ଗୋଟିଏ ସାତେ ତଳେ କି ଅଛି ଆଉ ତ ଉପରେ ଭାବିଲା ତଳ ଦ୍ୱାର ଦେଇକି ପାତାଳକୁ ପଡ଼ିଲା ପାତାଳ ଗୋତ୍ର ଝୁଙ୍କି ପଡ଼ିଲା ହଁ 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 ପୁଅରେ ପାତାଳ ଜାମ୍ବବ ହନୁ ଏ ବାବା ହଲୁ ବାବା ହଲୁ ଆରେ ପାତାଳେ ବାବା ହଲୁ ঘুরাই গগনে ଦ୍ୱାରକୁ ଝୁଙ୍କି ପଡ଼ିଲା ବେଳକୁ ଭଲ୍ଲୁକ ଜାମ୍ବବ ଜଗିଛି রামপুরি দেবী রামপন্ত নাড়া বাহার করে দেবী যাও এপটে রাস্তা নাই যাও ଉଠିଲା ଉପରକୁ ଉପରେ ଚକ୍ରାକାର ଭାବରେ ହନୁମାନ ଭ୍ରମଣ କରୁଛନ୍ତି ଦ୍ୱାର ଛାଡ଼ ଲଙ୍କା ପଡ଼ା সব স্টেশন ଦ୍ୱାର ଛାଡ଼ এ ভিতরକୁ ଯିଏ ପଶିବା ଜଳି ପଡ଼ିକି ପାଉଁଶ ହେଇଯିବ ମତେ ଚିହ୍ନି ପାରୁଛୁ ମୁଁ ହଉଛି ବଜରଙ୍ଗବାଲି ବୀର ହନୁମାନ ଲଙ୍କାପଡ଼ାକୁ ଲଙ୍କାପୁରରେ ସମସ୍ତେ ଭୟ କରନ୍ତି ଇନ୍ଦ୍ରଜିତ ଭୟରେ ବିଚାର କଲା ଇଏ ସର୍ବଦ୍ୱାର ରୁଥ ଭାଳେ ନିଶ୍ଚୟ ମରଣ ସବୁ ଦ୍ୱାର ବନ୍ଦ ହେଇଗଲା 7ଟା ଦ୍ୱାର ଜଗିଛନ୍ତି
ଭାବିଲା ଆଉ ଗୋଟିଏ ଦ୍ୱାର ଅଛି ଅଛି ସେ ଦ୍ୱାରଟି ହେଉଛି ଗୁପ୍ତ ଦ୍ୱାର ଦ୍ୱାର ଆଁ? ଗୁପ୍ତ ଦ୍ୱାର ଭାବିଲା ଏଇ ଗୁପ୍ତ ଦ୍ୱାର ଦେଇକିରି ପଳେଇବି ଗୁପ୍ତ ଦ୍ୱାରରେ କେହି ନଥିବେ ଆଁ? କେହି ନଥିବେ ପଳେଇବି ଆଉ ପଳେଇବି ଗଲା ଆଉ ସବୁ ଦ୍ୱାର ବନ୍ଦ ବନ୍ଦ ଆଉ ଯେତେବେଳେ ଉପରକୁ ଉଠିଲା ଉଠିଲା ଗୁପ୍ତ ଦ୍ୱାର ଦେଇକି ବାଦଲରେ ଯଦି ଇନ୍ଦ୍ରଜିତ ମିଶିଯିବ ନା ହେ! ଆଉ ତାକୁ କେହି ଧରିପାରିବେନି ନାଇଁ ଉଠିଲା ସେଇ ଗୁପ୍ତ ଦ୍ୱାର ଦ୍ୱାରକୁ ଆଉ ଆଁ? ଉଠିଲା ଆଉ ଗୁପ୍ତ ଦ୍ୱାରରେ ଠିଆ ହେଇଛନ୍ତି ନିଜର ପିତୃବ୍ୟ ବିଭୀଷଣ ବିଭୀଷଣ ନିଜର ପିତୃବ୍ୟ ବିଭୀଷଣ ସେ ଗୁପ୍ତ ଦ୍ୱାର ଜଗିଛନ୍ତି କିଏ ରେ ମୁଁ ଆପଣଙ୍କ ପୁଅ ଇନ୍ଦ୍ରଜିତ ଆଉ ମୁଁ କଣ ଜାଣିନି କି ତୁ ମୋ ପୁଅ ବୋଲି ମୋ ପୁଅ ଥଲୁ ମତେ ଟିକେ ଦ୍ୱାର ଛାଡ଼ିଦିଅ ଆହା ତୁ କାନ୍ଦେ ନା ବୁଝାଇ କହିଲ ପିଓରେ ଦେବୀ ରାଜ ମୁକୁଟ ବଦଳ ହିସାନ ରୂପରେ ବଂଶ ସୂଚନା ରୂପ ପାଦ ଚଟା କୁକୁର ପଳି ରାମ ପାଦକୁ ଚାଟିକିରି ସେଠି ପଡିବା ଅପେକ୍ଷା ରାଜମୁକୁଟ ପିନ୍ଧି ଲଙ୍କା ସିଂହାସନରେ ବସିବା ଯଥେଷ୍ଟ ଭଲ ଯାହା ତୋର ବାପା ଓ କାଲି ବାପାଙ୍କୁ କହି ହଁ। ରାଜମୁକୁଟ ଆଣିକିରି ପିନ୍ଧେଇ ଆଉ ଥରେ ବାପା ବୋଲି ଡାକିଲୁ ମତେ ଭାରି ଭଲ ଲାଗୁଛି ଆଉ କିନ୍ତୁ ଭାରି ଖରାପ ଲାଗୁଛି ରେ କଣ ଖରାପ? ଆଜି ବାପା ବୋଲି ଡାକୁଛୁଟି ପିଲାଦିନେ କାଖେଇ ପଳେଇ ଖାଦ୍ୟପେୟ ଦେଇ ବଡ ସ୍ନେହ କରୁଥିଲ ପିତା ତତେ ସ୍କୁଲ ପଛରେ ଲକ୍ଷଣ ଆସୁଛି ହଁ। ଜୀବନ ମରଣ ସମସ୍ୟା ସେ ପୁଅ ଆଜି ମରିବ ତୁମେ ଦେଖିବ ଦ୍ୱାର ଛାଡ଼ିଦିଅ ବାପା। ଛାଡ଼ି ଦେଇଥାନ୍ତି ତୁ ଏବେ କୋଉଦିନ ତୁ ଜ୍ଞାନୀ ହେଇଗଲାଣୁ ଜ୍ଞାନ ମାରିଗଲାଣୁ ଆଉ ବାପା ବୋଲି ଡାକୁନୁ ମୁଁ କାଲି ଆପଣଙ୍କୁ ରାଜ୍ୟରେ ବାପାଙ୍କୁ କହିକିରି ଶୂନ୍ୟ ମୁକୁଟ ଆଣି ପିନ୍ଧେଇ ଦେବି। ବଢିଆ କଥା କହିଲୁ ଆଉ କଣ ହଁ। ତୋ କଥାରେ ମୋ ମନ ଭାରି ସନ୍ତୋଷ ହେଇଗଲା କିନ୍ତୁ ଗୋଟିଏ କଥା ପଚାର କଣ ଆଜି ଯୋଉ ବାପା ବୋଲି କହୁଛୁ ଯେତେବେଳେ ତୋ ବାପା ହଁ ଗୋଇଠା ମାରିକି ଆରେ ବଜେଇ ସତରେ ବଜେଇଲା ଗୋଇଠା ମାରିକି ତଡ଼ିଲା ଯେତେବେଳେ ତୁ ଥିଲୁ ନା କୁଆଡେ ପଳେଇଥିଲୁ ଫିଲ୍ମ ଦେଖିବାକୁ ପଳେଇଥିଲୁ ତେବେ କଣ ଆପଣ ମତେ ଛାଡ଼ିବେନି नो ଲକ୍ଷଣ ପଠେଇ ଗଲାଣି नो admission audience house you got the barbaty standard you got this picture get out the money gold the money this is my 50 crore ସେ ରଘୁରାମ ବୋଲି ଶବ୍ଦେ ରଘୁରାମ बोले सकते ଶକ୍ତି ବିଭୀଷଣ षण लक्ष्य दे ଛାଡ଼ିଲା କ୍ରୁର ଛାଡ଼ିଲା କ୍ରୁର ଚକ୍ଷୁର ପଲକ ଏବେ ଚକ୍ଷୁର କୋଉ ରାମ ରକ୍ଷା କରୁଛି ରଖୁ କହି ବିଭୀଷଣ ଲକ୍ଷ୍ୟରେ ଶକ୍ତିକି ଛାଡ଼ିଦେଲା ଶକ୍ତି ଗର୍ଜନ ଆମର ଭକ୍ତର କ୍ରନ୍ଦନ ଭାଙ୍ଗିଗଲା ମୋହ ଲକ୍ଷଣ ନେଲି ଶକ୍ତି ଆସୁଅଛି ମାରିବ ଘରେ ଘର ପଡ଼ି ତାଳ କଲେ ଫଳ ମାରିଦେଲେ ଲକ୍ଷଣ ଗୋଟିଏ ସ୍ୱର ଇନ୍ଦ୍ରଜିତ ଶକ୍ତି ନଷ୍ଟ ଇନ୍ଦ୍ରଜିତ ହୋଇଗଲା ଶକ୍ତି କିଏ ମାରିଲା माइला ଚାହିଁଦେଲା ଇନ୍ଦ୍ରଜିତ ଚାହିଁଲା ବେଳକୁ ଆଉ ଲକ୍ଷଣ ହେଇକି ନାହାନ୍ତି ना ଶିରେ ସପ୍ତ ଫଣା ବିରାଜ ନଭେ धीरे सप्त भड़ा विराज नभे ସୂର୍ଯ୍ୟଙ୍କି ନା ତ୍ରିଶୂଲିଙ୍ଗ ଉଦ୍ଭବେ सूर्यांक नेत्र सूर्य उद्भवे ସପ୍ତ ଫଣାକୁ ଦେଖିଲା ଇନ୍ଦ୍ରଜିତ ତୃତୀୟ ନୟନରୁ ଅଗ୍ନି ବିଚ୍ଛୁରିତ ହଉଛି ହଉଛି ବିଚାର କଲାରେ ଶ୍ୱଶୁର ଆସିଲେଣି हे ଅନନ୍ତ ନାରାୟଣ ଆସିଲେଣି अरे वाह ଗୁରୁଜନଙ୍କ ଆଗରେ ଧନୁ ଧରିବାଟା ଭଲ ନୁହଁ नहीं 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 ସେ नहीं ଦେଖି ଦତ୍ତ ଛାଡେ ଧନୁ ଯେ ଧନୁକୁ ଛାଡ଼ିଦେଲା ଧନୁ ତଳକୁ ଥୋଇଦେଲା ତଳେ ମୁଣ୍ଡିଆଟିଏ ମାରିଲା ଅନନ୍ତ ନାରାୟଣକୁ ଇନ୍ଦ୍ରଜିତ ଶ୍ୱଶୁର ସିଏ ନା अरे ଯେତେବେଳେ ଶ୍ୱଶୁର ଶଳା ଆସିକି ପହଞ୍ଚି ଭାବିଲା ଗୁରୁଜନ ସୁଲୋଚନା କାନ୍ଦୁଥିଲା ମୁଁ ଆସିଲା ବେଳେ ପାଦ ଧରିକିରି ଧରିକି କାନ୍ଦୁ ବାପାଙ୍କୁ ବୋଧେ ପଠେଇଦେଲା ମତେ ରକ୍ଷା କରିବାକୁ ରକ୍ଷା କରିବାକୁ ଆଉ ଆଁ? ଠିକ ଆଉ ମୁଣ୍ଡିଆଟିଏ ମାରିଲା ମାରିବୁନି କଣ ଧନୁ ତୃଣ ଥୋଇଦେଲା ଆରେ ରେ ସମସ୍ତେ ମୁଣ୍ଡିଆ ମାରିବେ ତୁ ମାରିବୁନି ଏତିକି ବେଳେ ହେଲା କଣ କଣ ହେଲା ଲକ୍ଷଣ ଅନନ୍ତ ରୂପକୁ ପରିବର୍ତ୍ତନ କରି କରି ନିଜ ରୂପକୁ ଧାରଣ କରି କରି ଏ କାଳେ ଲକ୍ଷ୍ମଣ ମନ୍ତ୍ରୀ ଇନ୍ଦ୍ର ଛାଡ଼ିଦେଲେ
रूप को धारण करी हरि इंद्र देइथिबा हाँ। इंद्रास्त्र को बेश इंद्रहित प्रति प्रयोग कले कला या गंडी मुंड दुई खंड होई गला तही पवन अस्त्र को प्रभु आनिले काई हस्त को उड़ाई सुलोचना पाखे कही देले अबाध्य कन्या देखू आज्ञा हाथटा को पवन अस्त्र उड़े नहीं करी कोठी पकैले सुलोचना प्रांगण रे पकई दे एहे बोले से अबाध्य कन्या आहा। जे बाप कथा को न मानी नमानी। गोटा असुर गला रे वर्णमाल देला देला से अबाध्य कन्या जाऊ देखू आज ता स्वामी विनाश होई ता स्वामीर हातटा देखि सेठी पडिला अगणारे हौ एडे धीमंत मंडली मोर धन मारी रे सुखिले दरबार सुना खाई रे दया करिथिबे सिना हर गोळा मारी रे एतिକି निवेदन एबे मोर भला भला रे रस गोळा रे निवेदन करे रही भाई मारी रे सरे दियो हुळ हुळी मारी रे रघुनाथ सभा दे उछुळी मारी रे हौ विवेकी बंधुमान को मोर निवेदन निवेदन ରହିଥାନ୍ତୁ ପକାନ୍ତୁନି ଟଙ୍କା ଆଣୁଛନ୍ତି ବାବୁ ପରା ଆଜ୍ଞା ଟଙ୍କା ଧରିକି ଆଉଛନ୍ତି ଆପଣ କାହିଁ ବିକଳ ହୁଅନ୍ତି ଆଉ ଆଉ ଅଧଘଣ୍ଟେ ରହିଯାନ୍ତୁ ଶାଶ୍ୱତମ ପ୍ରେମର ଘନ ନିର୍ବାଣ ଶାନ୍ତି ପ୍ରଦଂ ବ୍ରହ୍ମା ସମ୍ମୁଖଳିତ ସତ୍ୟମନିଷଂ ବେଦାନ୍ତ ବେଦ୍ୟମ୍ୟୋ ରାମାଚନ୍ଦ୍ର ଜଗଦୀଶ୍ୱର ସୁରଗୁରୁ ବିପ୍ରମାୟା ମନୁଷ୍ୟ ହରି ବନ୍ଦେହଂ କରୁଣାକର ଗୁରୁନିଧି ଶ୍ରୀ ବିପ୍ରଚୂଡ଼ାମଣି সেই পরমকার রাঘবেন্দ্র সরকার অপূর্ব করুণার আদি গোধপাটনা সাংস্কৃতিক বলবন্তর ষষ্ঠ রজনীর প্রথম স্তবকরে অবতীর্ণ হইতে ভাগ্যবান প্রতিভা শ্রীযুক্ত গায়ক রক্ষক শ্রী রামচন্দ্র মহোদয়ঙ্কর নিকুম রাজত্ব উপাখ্যান মুগ্ধ হই গোধপাটনা নিবাসী শ্রী বৈশ্বধর দাস মহোদয় 200 ଟଙ୍କା ପ୍ରଦାନ କରିଛନ୍ତି भगवान प्रभु रामचंद्र आपण को दीर्घायु करंतु आम यही भाव में ये सताई पुरुषों ठारू ये अमृत वचन श्रवण करू यही कामना जय जगन्नाथ वेदानां सार सिद्धांत सर्व सौख्यैक कारणम राम नाम परम ब्रह्म सर्वेषां प्रेमदायक राम समस्त को प्रेम दान करंतु आनंद दान करंतु समस्त को इष्ट खंडन करंतु विशेषतः सारंकर चलापत्रे मंगल पुष्प वर्षाऊ पुरस्कृत महोदयंकर सपरिवार मंगल रे रहंतु आनंद वर्षाऊ से परिवार रे बोल सर्वे आनंद एक बार हरि बोल हरि बोल काली हम ପାଇଁ ଟଙ୍କା ଧରିକି ଆଇଛନ୍ତି हो एने दीन जन शरण रक्षण महाबाहो दीन जन शरण रक्षण महाबाहो परिवार संगे उड़ाउड़ी करताली थाऊ ये विश्वर अधिकरू अधिक पाला देखिबा पई आमो चैनल सब्सक्राइब करंतु।